ତମର ଧର ଏବେ ଦଉଛ ପେପର 1 ତମର କୋଉଟା ଲାଗେ ତମର ଧର ଏବେ ଲେଖୁଛ ତମର ପେପର 1 ତମର ପେପର 1 ରେ ସବୁ ଯେତିକ ଆସୁଛି ତମର ଧର ଆନ୍ସିଏଣ୍ଟ ହେଇଗଲା କି ତମର ମେଡିଭାଲ ହେଇଗଲା କି ତମର ମଡର୍ନ ହେଇଗଲା କି ତମର ଆର୍ଟ ଆଣ୍ଡ କଲଚର ହେଇଗଲା ତାପରେ ତମର ୱାର୍ଲଡ ହିଷ୍ଟ୍ରି ହେଇଗଲା ଦେନ୍ ତମର ଇଣ୍ଡିଆ ଆଫ୍ଟର ଇଣ୍ଡିପେଣ୍ଡେନ୍ସ ହେଇଗଲା ଦେନ୍ ତମର ଜିଓଗ୍ରାଫିର ବି ବହୁତ ପାର୍ଟ ଆସୁଛି ତମେ ଜାଣିଲ ତମ ଜିଓଗ୍ରାଫିର ସବୁ କୋଉ କୋଉ ପାର୍ଟ ତମର କ୍ଲାଇମେଟୋଲୋଜିରୁ ନେଇକି ଫିଜିକାଲ ଯାଏ ସବୁ ଯାକ ଦେଖିକି ଜାଣିଲ କି ତମର କ'ଣ କ'ଣ ଆସୁଛି ତ ତା ଭିତରୁ ଇଏ ତମର ଯୋଉ ରହୁଛି ୱାର୍ଲଡ ହିଷ୍ଟ୍ରି ସିଏ ତମର କେତେଟା ୱେଟେଜ ରଖୁଛି ଆମେ ଦେଖିବା ମାନେ ତମର ଧର ଯୋଉ ବି ତମର ମଡର୍ନ ହିଷ୍ଟ୍ରି ଧର ଷ୍ଟାର୍ଟ ହେଲା ଧର ଭାସ୍କୋ ଡା ଗାମା ଏଠୁ କେପ୍ ଅଫ ଗୁଡ୍ ହୋପ୍ ଦେଇକି ଆମର ଆସିଲେ ତମର କେରଳାକୁ ତମର ସେଠି ତାକୁ ଜାମୋରିନ୍ ସ୍ୱାଗତ କରିଥିଲେ ତ ଯୋଉ ଜାମୋରିନ୍ ତାକୁ ସେଠି ସ୍ୱାଗତ କରିଥିଲେ ଇଏ ତ ଗଲା ଆମ ଇଣ୍ଡିଆ କଥା ବଟ୍ ବ୍ୟାକଗ୍ରାଉଣ୍ଡରେ ତମର ୱାର୍ଲଡରେ ଏମିତି କ'ଣ ସିନାରିଓସ୍ ଚାଲିଥିଲା ତମ ବ୍ୟାକଗ୍ରାଉଣ୍ଡରେ ଏମିତି କ'ଣ ଜିନିଷ ଆମ ୱାର୍ଲଡରେ ଚାଲିଥିଲା ଯିଏ କି ତମକୁ ମାନେ ଏଇ ଯୋଉ ଏତେ ସାରା ଲୋକ ଆସିଲେ କାରଣ ମାନେ ଇଂଲଣ୍ଡରୁ କାହିଁକି ଆସିଲେ ବାକି ଏଠୁ କାହିଁ ଆସିଲେନି ଇଏ ତ ସବୁ ଆସ୍ତେ ଆସ୍ତେ ପରେ ଆସିଲେ ତମର ପର୍ତ୍ତୁଗୀଜ ହେଲେ ଇଏ ହେଲେ ସରି ଫାଷ୍ଟ ତମର ପର୍ତ୍ତୁଗୀଜ ଆସିଥିଲା ବଟ୍ ତାପରେ ବହୁତ ଜାଗାରେ ତମର ବ୍ରିଟେନ ଆସିକି ବହୁତ ଜାଗାରୁ କଲୋନି କଲେ ତ ଯୋଉ କଲୋନି କରିଥିଲା ଏଟା ଖାଲି ଆମ ଇଣ୍ଡିଆରେ ହେଇନଥିଲା ବହୁତ ଜାଗାରେ ହେଇଥିଲା ତ କଲୋନି କରିବା ପଛରେ ତାଙ୍କର ଆକ୍ଚୁଆଲି ପ୍ରପୋଜ କ'ଣ ଥିଲା କଲୋନି କରିକି ସେ ଆକ୍ଚୁଆଲି ପ୍ରଫିଟ୍ କ'ଣ ପାଉଥିଲେ ସେସବୁ ବିଷୟରେ ଜାଣିବାକୁ ଆମେ ଟିକେ ୱାର୍ଲଡ ହିଷ୍ଟ୍ରିରେ ଦେଖିବା କି ୱାର୍ଲଡରେ ଏମିତି କ'ଣ କ'ଣ ସିନାରିଓସ୍ ଚାଲିଥିଲା ଯେ କି ଏସବୁ ଜିନିଷ ହେଲା ରିଭଲ୍ୟୁସନ୍ ତ ଆମେ ଦେଖିବେ କେମିତିକି ଆମର ମାଜିନି ହେଇଗଲା କି ତମର ସେ ଯେଉଁ ନେପୋଲିଅନ୍ ହେଇଗଲେ କି ତମର ଯେମିତି ଫ୍ରେଞ୍ଚ ରେଭଲ୍ୟୁସନ୍ ହେଲା କି ତମର ୱାର୍ଲଡ ୱାର୍ 1 କି 2 ଟାଇମ୍ରେ ଦେଖିବା ଯେଉଁ ଆମର ହିଟଲର ତାଙ୍କର କ'ଣ ମହତ୍ତ୍ୱ ଥିଲା ୟୁଏସ୍ଏ ଆଜି ଏତେ ଧନୀ କାହିଁକି ହେଲା ତମର ଏଇସବୁ ଯେତିକ ସବୁ କରେଣ୍ଟରେ ଇଭେଣ୍ଟ ସବୁ ଆସୁଛି ତମେ କାହାର ଯଦି ଜାଣିବାକୁ ଚାହୁଁଛ ତାଙ୍କର ହିଷ୍ଟ୍ରି ବିଷୟରେ ଆଇଆର୍ରେ ବି ତମକୁ ୱାର୍ଲଡ ହିଷ୍ଟ୍ରି ଦେଇଦେବ କିଛି କିଛି ମାନେ ବହୁତ ସାରା ଜିନିଷରେ ହେଲ୍ପ କରିବ କାରଣ ମୁଁ ଯଦି ତାର ୱାର୍ଲଡ ହିଷ୍ଟ୍ରି ମୁଁ ଜାଣିଛି ମାନେ ମୁଁ ସବୁ ଦେଶ ବିଷୟରେ କିଛି ନା କିଛି ଇନଫର୍ମେସନ୍ ମୋ ପାଖରେ ଅଛି ମୋତେ ଖାଲି ଏବେ ଲାଟେଷ୍ଟ ଜାଣିବାର ଅଛି କି ଆମର ଇଣ୍ଟରନ୍ୟାସନାଲ ଆମ ଭିତରେ ରିଲେସନ୍ କେମିତି ଅଛି ଠିକ୍ ଅଛି ତ ଫାଷ୍ଟ ଆମର ଚାପ୍ଟର ନାଁ ହେଲା ତମର ଫ୍ରମ୍ ଦି ଫ୍ୟୁଡାଲିଜିମ୍ ଟୁ ଦି ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ ମିନିଂ ହେଲା କି ଫ୍ୟୁଡାଲ ମାନେ କିଏ କହିଲ ଆଗରୁ ଯେଉଁ ଫ୍ୟୁଡାଲ ସିଷ୍ଟମ ଥିଲା ମାନେ ଧର କିଙ୍ଗ ଥିଲେ ସେ କିଙ୍ଗଙ୍କର ଯେଉଁ ଥିଲେ ତାଙ୍କର ଯେତିକ ସେ ଯାହାକୁ ଗୋଟେ ଗୋଟେ ଷ୍ଟେଟ୍ ଦେଇଥିଲେ ସମ୍ଭାଳିବାକୁ ଆଇଦର ଗୋଟେ ମନ୍ତ୍ରୀ ହିସାବରେ ତାଙ୍କୁ ଫ୍ୟୁଡାଲ କୁହାଯାଉଥିଲା ତ ଗୋଟେ ଟାଇମ୍ ଆସିଲା ଏ କିଙ୍ଗଙ୍କର ପ୍ରାଧାନ୍ୟ ଏତେ କମିଗଲା କି ଏ ଫ୍ୟୁଡାଲ ମାନେ ତାଙ୍କ ପାଖରେ ଯେତିକ ଷ୍ଟେଟ୍ ଥିଲା ସେ ନିଜକୁ ଇଣ୍ଡିପେଣ୍ଡେଣ୍ଟ ଘୋଷିତ କରିଦେଲେ ମାନେ ଇଏ ଯେଉଁ ଥିଲା ଯେଉଁଠି ଆମର କିଙ୍ଗ ହେଡ୍ ଥିଲେ ତାକୁ ଆମେ କ'ଣ କହନ୍ତି ଇଟ୍ ଇଜ୍ ୟୁର୍ ମୋନାର୍କି ଯୋଉଠି ତମର ଖାଲି କିଙ୍ଗ ହେଡ୍ ଥାନ୍ତି ବା ଜଣେ ଶାସକ ଥାନ୍ତି ତାକୁ ତମେ ମୋନାର୍କି ବୋଲି କୁହ ବଟ୍ ଯୋଉଠି ତମେ ଫ୍ୟୁଡାଲ ଆସିଲା ମାନେ ସେଠି ତମେ ଜାଣିବ କି ଯେତିକ ସବୁ ମନ୍ତ୍ରୀ ଥିଲେ ତାଙ୍କର ନିଜେ ଇଣ୍ଡିପେଣ୍ଡେଣ୍ଟ ହେଇଗଲେ ତ ତାଙ୍କୁ ଫ୍ୟୁଡାଲ ଲର୍ଡସ୍ ବୋଲି କୁହାଗଲା ତ ସେଇ ଯୋଗୁଁ ସେଇଠୁ ଆମର ଫ୍ୟୁଡାଲିଜିମ୍ର ରାଇଜ୍ ହେଲା ତାର ପରେ ତାର ଆସ୍ତେ ଆସ୍ତେ ଇଏ ଯେଉଁ ଟାଇମ୍ରେ ଏଣ୍ଡ ହେବାକୁ ଆସିଥିଲା କାରଣ ଦେଖ ଯୋଉଠି ଫ୍ୟୁଡାଲଙ୍କ ହାତରେ ପଇସା ଆସୁଛି ମାନେ ସେ କ'ଣ କରିବେ ଯୋଉଠି ତାଙ୍କ ହାତକୁ ପଇସା ଆସୁଛି ମାନେ ସେ ଆସ୍ତେ ଆସ୍ତେ ସେଇଠୁ ମାନେ ଗୋଟେ ଟାଇମ୍ ଆସିଲା ତାପରେ ଫ୍ୟୁଡାଲିଜିମ୍ ମାନେ ଏଣ୍ଡ ହେଇଗଲା ବଟ୍ ତାପରେ ଯେଉଁ ଟାଇମ୍ରେ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ ଷ୍ଟାର୍ଟ ହେଲା ଆମର ଯଦି ତମେ ବ୍ରିଟେନ ଜାଗାଟାକୁ ଦେଖିବା ହେଲା ଦେଖ ବ୍ରିଟେନ ଏତେ ସାରା କଲୋନି କରିକି ଏତେ ମତେ କିଛି ଦେଖାଯାଉନି ଯେ ହଁ ଏବେ ଦେଖାଗଲା ट्रेन प्रोब्लेम रोज होता है अरे बेटा मारने चलिए अच्छा तो जदिक आम इंडस्ट्रियल रिवोल्यूशन जो तुम होता फास्ट तुम इंग्लैंड रे कहीं देख तुम जदि मुझे वर्ल्ड मैप करी तुम यू पर्तुगीज आसला ये तोर गला ये तुम जान कि तुम इंग्लीश चैनल ये अच्छी बट ब्रिटेन पाखे एटी कहार अवरोध ना सी पूरा ए वाटर वे को यूज कर तो सी सब र मटेरियल जो पाईगला बहुत सुविधार
ତାର ଜଳପଥ ଦ୍ୱାରା। ତ ଏଠି ଯେଉଁ ଟାଇମ୍‌ରେ ଇଣ୍ଡଷ୍ଟ୍ରିଆଲାଇଜେସନ୍ ଷ୍ଟାର୍ଟ ହେଲା, ଇଏ ବହୁତ ସାରା ପ୍ରଡ଼କ୍ଟ ତାକୁ ଯେଉଁ କଲୋନି କରିଥିଲା ଯେ ସେଇ ଯୋଗୁଁ। କାରଣ କଲୋନିରୁ ତାକୁ ଶସ୍ତାରେ ମାଲ୍ ମିଳିଯାଉଥିଲା। ତ ସିଏ ଯେଉଁ ସବୁ କଲୋନିକୁ ନେଇକୁ ତାଙ୍କ ଦେଶକୁ ଆସିଲା, ସେଠି ସିଏ ଫିନିଶ୍ ଗୁଡ୍ସ ତିଆରି କରିକି ଲୋକମାନଙ୍କୁ ଅଧିକ ଟଙ୍କାରେ ବିକୁଥିଲା। ତ ଏମିତି ତାଙ୍କର ରେଭିନ୍ୟୁ ଜେନେରେଟ୍ ହେଉଥିଲା ସେ ଟାଇମ୍‌ରେ। ତ ଇଣ୍ଡଷ୍ଟ୍ରିଆଲ୍ ରିଭଲ୍ୟୁସନ୍ ଯେଉଁ ଟାଇମ୍‌ରେ ଆସିଥିଲା ଆମର ୱାର୍ଲଡରେ ଚାଲିଥିଲା, ଆମର ସିଏ ଯେଉଁ ଜାଗାକୁ କଲୋନି କରିଥିଲା, ସେଠି ତମର ଡିଇଣ୍ଡଷ୍ଟ୍ରିଆଲାଇଜେସନ୍ ଷ୍ଟାର୍ଟ ହେଇଯାଇଥିଲା। କାରଣ ସେ ସବୁ ଜିନିଷକୁ ତେହେସ ନେହେସ କରିଦେଇଥିଲା। ତାର ଗୋଟେ ଏକ୍ସାମ୍ପଲ୍ ଆମେ ଇଣ୍ଡିଆରେ ଦେଖିଲେ କି ଇଣ୍ଡିଆରେ କେମିତି ତମର ଡିଇଣ୍ଡଷ୍ଟ୍ରିଆଲାଇଜେସନ୍ ମାଧ୍ୟମରେ ଆମର ତ ହସ୍ତତନ୍ତ୍ର ସବୁ ଥିଲା, ସେ ସବୁ ବିଲୁପ୍ତ ହେଇଗଲା। କାରଣ ସବୁ ଫିନିଶ୍ଡ ଗୁଡ୍ ଆସିଗଲେ, ଯାଇକି ତମର ସମ୍ବଲପୁରୀ ଶାଢ଼ୀ ଯେଉଁଠି 1000 ଟଙ୍କା ନେଉଛି, ଇଏ ତମର ଧର 10,000 ଟଙ୍କା ନେଲା, ଇଏ ତମର ଟଙ୍କା 500 ଟଙ୍କାର ଶାଢ଼ୀ ପୁରା ପ୍ରିଣ୍ଟ କରିକି ଆଣିକି ଦେଇଦେବ। ତାଙ୍କ ଚାହିଦା ମାର୍କେଟରେ ଅଧିକ ବଢ଼ିବାକୁ ଲାଗିଲା, ଆକୁ ଲୋକ ଅକେଜନାଲି କିଣିଲେ। ତ ସେଇ ଯୋଗୁଁ ତାଙ୍କର ହ୍ୟାଣ୍ଡିକ୍ରାଫ୍ଟ ଉପରେ ବି ବହୁତ ଇଫେକ୍ଟ ପଡ଼ିଲା। ସେଇଠୁ ଆମର ହିଷ୍ଟ୍ରି ଷ୍ଟାର୍ଟ କରିବା। ଆରେ ଆରେ ଆଚ୍ଛା, ଆମେ ଯଦି ଦେଖିବା ଫାଷ୍ଟ ତମର ପ୍ରି ଇଣ୍ଡଷ୍ଟ୍ରିଆଲାଇଜେସନ୍ ଟାଇମ୍‌ରେ ୟୁରୋପ କେମିତି ଥିଲା, ତମର ଫ୍ୟୁଡାଲ ଷ୍ଟ୍ରକ୍ଚର କେମିତି ହେଇକି ଥିଲେ। ଦେନ୍ ଦେଖିବା କି ଫ୍ୟୁଡାଲିଜିମ୍ ମାନେ କେମିତି ଡିକ୍ଲାଇନ୍ କଲେ। ଆଉ ଯେଉଁ ଏଠି ଲେଖା ହେଇଛି ରିନାୟାନ୍ସ, ଏ ରିନାୟାନ୍ସ ମାନେ ହେଲା ହିଁ ଯେଉଁ ଇଣ୍ଡିଆରେ ଆମେ ଯାହାକୁ ଦେଖୁଥିଲେ, ତମର କାହାକୁ ରାଜା ରାମମୋହନ ରୟ ହେଲେ, କି ତମର ଏଇ ଯେଉଁ କେଶବ ଚନ୍ଦ୍ର ସେନ ହେଲେ, ଏଇ ଯେଉଁ ରିନାୟାନ୍ସ ମାନଙ୍କୁ ଆମେ ଦେଖୁଥିଲେ ଯେଉଁ ଆମ ଇଣ୍ଡିଆରେ, ଆଙ୍କର ଇଫେକ୍ଟ ଦେଖ କେଉଁଠୁ ଷ୍ଟାର୍ଟ ହେଇଛି। ଏଠୁ ଆମର ଯେଉଁ ଟାଇମ୍‌ରେ ରାଇଜ୍ ଅଫ୍ ରିନାୟାନ୍ସ ଷ୍ଟାର୍ଟ ହେଲା ଯେଉଁ ଟାଇମ୍‌ରେ, ସେ ଟାଇମ୍‌ରେ ଏଠି ସବୁ ଲୋକ ଫାଷ୍ଟ କୋଶ୍ଚିନ୍ କରିବାକୁ ଲାଗିଲେ ସବୁ ଅଥରିଟିକୁ। ଯେଉଁଟା ବି ଚର୍ଚ୍ଚରେ ଲେଖା ହେଇଛି କି ଯେଉଁଠି ଲେଖାଯାଇଛି, ସେଇଟା କାହିଁକି ଲେଖାଯାଇଛି, ଲୋକ ସେଠି କୋଶ୍ଚିନ୍ କରିବା ଷ୍ଟାର୍ଟ କଲେ। ମାନେ ଲୋକ ସେଠି କ'ଣ ହେଉଛନ୍ତି, ଲିବରେଟ୍ ହେଉଛନ୍ତି। ମାନେ ଲୋକଙ୍କୁ ତୁମେ ସେଠି କହିବ କି ଇଲାଇଟ୍ ହେଉଛନ୍ତି ଲୋକ, ଇଲାଇଟ୍ ପିପୁଲ୍ସ ତାଙ୍କୁ କହିପାରିବ, କି ତୁମେ ତାକୁ କହିପାରିବ କି ସିଏ ଏବେ କ'ଣ କହନ୍ତି ସେଟା, ତାଙ୍କର ଲିଟରେସି ଲେଭେଲ୍ ଇନକ୍ରିଜ୍ ହେଉଛି, କି ସେ ନିଜେ ନିଜେ ଲିବରାଲ୍ ହେଉଛନ୍ତି। ତାଙ୍କ ନିଜ ଥିଙ୍କିଙ୍ଗକୁ ସେ ଏବେ ଆଗକୁ ନେଇକି ଯାଉଛନ୍ତି। ସେ ସବୁ ଜିନିଷରେ ଏବେ କୋଶ୍ଚିନ୍ କରିବାକୁ ଲାଗିଲେଣି। ତାକୁ ରାଇଜ୍ ଅଫ୍ ଦି ରିନାଇନ୍ସେନ୍ସ କୁହାଯାଏ। ଦେନ୍ ତମେ ପାର୍ଟ 3ରେ ଆମେ ଦେଖିବା କି ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ କେମିତି ଷ୍ଟାର୍ଟ ହେଲା, ତାର ଗ୍ଲୋବାଲରେ ଇମ୍ପାକ୍ଟ କ'ଣ ପଡ଼ିଲା, ଆମେ ତାକୁ ଦେଖିବା। ଆଚ୍ଛା, ଏଠି ଗୋଟେ ତମର ସିଷ୍ଟମ୍ ଅଛି ନା କ'ଣ, ମାନୋରିଆଲ ସିଷ୍ଟମ୍। ଇଏ ଗୋଟେ ତମର ଥିଲା, ଇଟ୍ ଇଜ୍ ଏ ସୋସିଆଲ ଅର୍ଗାନାଇଜେସନ୍, ଦ କୋର୍ଟ ୟୁନିଟ୍ ଅଫ୍ ଦି ମିଡିଭାଲ ଲାଇଫ୍, ଏ ସେଲ୍ଫ ସଫିସିଏଣ୍ଟ ଷ୍ଟେଟ୍ କଣ୍ଟ୍ରୋଲ ବାଏ ଏ ଲର୍ଡ ଆଣ୍ଡ ୱାର୍କଡ ବାଏ ଏ ପିଜାଣ୍ଟ। ଯେମିତିକି ଲର୍ଡ ଥିଲେ କଣ୍ଟ୍ରୋଲର, ସିପ୍ସ ଥିଲେ ଯେଉଁମାନେ କି ଟ୍ୟାଡ୍ ଟୁ ଦି ଲ୍ୟାଣ୍ଡ ଆଣ୍ଡ ପ୍ରୋଭାଇଡେଡ୍ ଦି ଲେବର ଆଣ୍ଡ ଦି ପ୍ରଡ୍ୟୁସେସ୍। ଓପନ୍ ଫିଲ୍ଡ ମାନେ କୋଅପରେଟିଭ୍ ଫାର୍ମିଂ। କି ସିଏ କହୁଛି କି ଜିନିଷ ଆମର ଏମିତି ହେଇକି ଥିଲା, କି ଆଗରୁ ସିଷ୍ଟମ୍ ଏତେ ବି ହାୟରକି ହେଇକି ନଥିଲା, ବାସ୍ ସବୁ ଲୋକ ସେଲ୍ଫ ସଫିସିଏଣ୍ଟ ଥିଲେ। ଧର ଏଇଟା ତମର ଗାଁ ହେଲା, ଏଇଟା ଟୋଟାଲ ଗାଁ ଭିତରେ ଲୋକମାନେ ତାଙ୍କର ଯେତିକ ସବୁ ଜାଗା ଥିଲା, ତାଙ୍କୁ ସେମାନେ କିଛି ଲୋକ ଥିଲେ ଯାହାକୁ ତ ସେଫ୍ ମାନେ କୁହ, ସେମାନେ ଲେବର ଆଉ ପ୍ରଡ୍ୟୁସେସ୍ ପ୍ରୋଭାଇଡ୍ କରନ୍ତି। ତାପରେ ଗୋଟେ ଓପନ୍ ଫିଲ୍ଡ ସିଷ୍ଟମ୍ ଏମିତି ହେଇକି ଥିଲା, ଯେଉଁଠିକି ସେମାନେ କୋଅପରେଟିଭ୍ ଫାର୍ମିଂ ପ୍ରାକ୍ଟିସ୍ କରନ୍ତି, ଯେଉଁଟାକି ଏବେ ଜଣ ଗୋଟେ ଫ୍ୟାମିଲିରେ ମିଶିକି କରୁଛନ୍ତି। ତ ଫ୍ୟାମିଲିକୁ ଯଦି ଆମେ ନେଇକି ଇକୋନୋମିକ୍ସରେ କନେକ୍ଟ କରିବା, କି ତମର ଯେଉଁଠି ଅଧିକା ଏମ୍ପ୍ଲୟମେଣ୍ଟ ଯେଉଁଠି ଜେନେରେଟ୍ ହେଉନି, ତାକୁ କ'ଣ କହନ୍ତି, ଧର ତାଙ୍କୁ ଯେଉଁ ଡିସଗ୍ୟୁସ୍ଡ ଯେଉଁ ଅନଏମ୍ପ୍ଲୟମେଣ୍ଟ ଯାହାକୁ କହନ୍ତି, ଡିସଗଷ୍ଟ ଅନଏମ୍ପ୍ଲୟମେଣ୍ଟ। ମାନେ ଗୋଟେ ଜାଗା ପାଇଁ ଅଧିକା ଲୋକ ବାସ୍ ମେମ୍ବର ହେଇଯାଉଛନ୍ତି ଗୋଟେ ଫ୍ୟାମିଲିର, ସେ କନସେପ୍ଟ ଅଲଗା। ବଟ୍ ଏଠି ହେଲା କୋଅପରେଟିଭ୍ ଫାର୍ମିଂ, ସେ ତୁମକୁ କହୁଛି ମାନେ ବହୁତ ସାରା ମାଲିକ ଥିବେ, ବଟ୍ ସିଏ କୋଅପରେଟିଭଲି ଗୋଟେ ଜାଗାରେ ଆସିକି କାମ କରୁଥିବେ। ସବୁ ଜିନିଷ ଗୋଟେ ଲର୍ଡଙ୍କ ଅଣ୍ଡରରେ ଚାଲିଥିବ। ଇଏ ଥିଲା ତମର ମାନୋରିଆଲ ସିଷ୍ଟମ୍, ଯେଉଁଟାକି ତମର ମିଡିଭାଲ ଇଣ୍ଡିଆରୁ ଚାଲି ଆସୁଥିଲା। ବଟ୍ ଆସ୍ତେ ଆସ୍ତେ ଆମେ ଦେଖିଲେ କି ଫ୍ୟୁଡାଲ ପିରାମିଡ ଇନକ୍ରିଜ୍ ହେବାକୁ ଲାଗିଲା। କାରଣ ଯେଉଁ ଟାଇମ୍‌ରେ ଲୋକମାନଙ୍କ ହାତରେ ପଇସା ହେଲା, ଯେଉଁ ଟାଇମ୍‌ରେ ଧର ଯେଉଁମାନେ ସବୁ ସପ୍ଲାଏ କରୁଥିଲେ, କି ଯାହା ହାତରେ ସବୁ ଇଷ୍ଟେଟ୍ ଗୁଡ଼ାକ ଥିଲା, ସିଏ ସବୁ ଗୋଟେ ଗୋଟେ ଲର୍ଡ଼ ହେବାକୁ ଲାଗିଲେ। ତ ଲର୍ଡ଼ ହେବା ଦ୍ୱାରା କ'ଣଟା ମାନେ ତାପରେ ସିଷ୍ଟମ୍ ହେଲା ନା, ଗୋଟେ ହାଇରାର୍କିଆଲ ସିଷ୍ଟମ୍ କ୍ରିଏଟ୍ ହେଇଗଲା। ଇଟ୍ ଇଜ୍ ବେସ୍ଡ ଅନ୍ ଦି ଲ୍ୟାଣ୍ଡ ଓନରସିପ୍ ଆଣ୍ଡ ଦି ଲୟାଲିଟି। ଲ୍ୟାଣ୍ଡ ଓନରସିପ୍ ଆଉ ତାର ଲୟାଲିଟିକୁ ନେଇକି ତମର କିଛି ହାୟାରକି କ୍ରିଏଟ୍ ହେଇଗଲା। ତ ଫାଷ୍ଟ ତମର ହେଲେ କିଏ, କିଙ୍ଗ, ଯିଏକି ତମର ସୋଭେରେନ୍ ରହିବେ, ଯିଏକି ତମର ଓନ୍ ଅଲ୍ ଲ୍ୟାଣ୍ଡ। ଫାଷ୍ଟ ତମର କିଙ୍ଗ ରହିଲେ, ଯିଏକି ସବୁ ଲ୍ୟାଣ୍ଡକୁ ଓନ୍ କରନ୍ତି, ଯେମିତି ଟାଇପ୍ ଅଫ୍ ଆମର ପ୍ରେସିଡେଣ୍ଟ ତମେ ବୁଝିପାରିବ।
ମାନେ ତାଙ୍କର ଏତେ ପାୱାର ନଥିଲା ମାନେ ଆମର ପ୍ରେସିଡେଣ୍ଟଙ୍କର, ବଟ୍ ତାଙ୍କର ହି ଇଜ୍ ଦ ସୋଭରେନ୍ ଅଥରିଟି ଆଣ୍ଡ ଗ୍ରାଣ୍ଟ ଫିଲ୍ଡ ଟୁ ଦି ନୋବେଲ। ମାନେ ଯେଉଁ ଯେତିକି ତାଙ୍କର ନୋବେଲ ଥିଲେ ତାଙ୍କମାନଙ୍କୁ ସେ କେତେଟା ଲ୍ୟାଣ୍ଡ କି ଇଏ ଗ୍ରାଣ୍ଟରେ ଦିଅନ୍ତି। ତ ନୋବେଲ ଯେଉଁମାନେ ଥିଲେ ସେମାନେ ହେଲେ ଭେସେଲ୍ସ, ବା ତାଙ୍କୁ ସେ ପ୍ରୋଭାଇଡେଡ୍ ମିଲିଟାରୀ ସର୍ଭିସ୍ ଆଣ୍ଡ ଦି କାଉନସିଲ୍। ତ ତାଙ୍କର ଯେଉଁ କାଉନସିଲ୍ ଥିଲା ବସନ୍ତି, ପ୍ଲସ୍ ତାଙ୍କୁ ମିଲିଟାରୀ ସର୍ଭିସ୍ ବି ପ୍ରୋଭାଇଡ୍ କରନ୍ତି। କିଏ ତମର ଏଠି ଫ୍ୟୁଡାଲ୍ ସିଷ୍ଟମ୍ରେ। ଦେନ୍ ତମର ନାଇଟ୍ସ ଥିଲେ ଯାହାକୁ ତମେ ସୋଲଜର ବୋଲି କୁହ। ତାପରେ ତମର ପିସାଣ୍ଟ ଥିଲେ ଯାହାକୁ ତମେ ଲେବର ବୋଲି କୁହ। ଯିଏକି ଜାଣିପାରୁଥିବ ପେ ଟ୍ୟାକ୍ସ କରନ୍ତି, କାରଣ ଏହି ସବୁଠି ଥିଲେ। ଆମ ଇଣ୍ଡିଆରେ ବି ଏହି ଥିଲେ ଯିଏକି ସବୁଠୁ ଅଧିକ ଘାଣ୍ଟି ହେଇଥିଲେ। ତ ତମକୁ ଯଦି ମେନ୍ସରେ ବି ପଏଣ୍ଟ ଦରକାର ତମ ଲେଖିବାକୁ ମଡ଼ର୍ଣ୍ଣ ହିଷ୍ଟ୍ରିରେ ବି ତମେ ଲେଖିପାରିବ ଫ୍ୟୁଡାଲ୍ ସିଷ୍ଟମ୍ କଥା, କି ଆମେ ଦେଖିଛେ କି ପ୍ରତି ଜିନିଷରୁ ଏଇ ପିଜେଣ୍ଟ ମାନେ ଘାଣ୍ଟି ହୁଅନ୍ତି। ଆମେ ଇଣ୍ଡିଆ ଛାଡ଼ିକି ବାହାର ଏକ୍ଜାମ୍ପଲ୍ ବି ଦେବା ଯେଉଁଠି ଆମର ଫ୍ୟୁଡାଲ୍ ସିଷ୍ଟମ୍ ଚାଲିଥିଲା, ତ ଆମେ ଜାଣିପାରିବା କି ସେଠି ପିଜେଣ୍ଟ ମାନେ ମାନେ ଫୁଡ୍ ପ୍ରଡ୍ୟୁସ୍ କରୁଥିଲେ ପ୍ଲସ୍ ଟ୍ୟାକ୍ସ ବି ଦେଉଥିଲେ। ତ ଟାଇପ୍ ଅଫ୍ ଦ ଥିଙ୍ଗ ତମକୁ କନେକ୍ସନ୍ ପାଇଁ ସୁବିଧା ହେବ। ଆଚ୍ଛା, ଏଇଟା ତମର ଥିଲା ଫ୍ୟୁଡାଲ୍ ଲ୍ୟାଣ୍ଡସ୍କେପ୍ ଇନ୍ ଦି ୟୁରୋପ। ମାନେ the geopolitical fragmentation, Europe was a patchwork of the local loyalties, that is called centralized state power was weak। ମାନେ ସେଠି ତମର ସେଣ୍ଟ୍ରାଲାଇଜ୍ଡ ଷ୍ଟେଟ୍ ପାୱାର ୱାଜ୍ ୱିକ୍। ଦେଖ ଗୋଟେ ଆମ ଇଣ୍ଡିଆରେ ଯଦି ଗଭର୍ଣ୍ଣମେଣ୍ଟ ହିଁ ବେଶୀ ଷ୍ଟ୍ରଙ୍ଗ ନଥିବ, ତ ଭାବ ପାଖଆଖ ଯେତିକ ରାଜ୍ୟ ଅଛି ତାଙ୍କର କ'ଣ ସୁବିଧା କି ଅସୁବିଧା ହେବ। ତ ଲୋକାଲିଜିମ୍ ୱାଜ୍ ଦ ଲ। ଅଫକୋର୍ସ ସବୁ ଜାଗାର ଅଲଗା ଅଲଗା ଲ ତାଙ୍କର ବାହାରିବ, କାରଣ ଆମର ଏଠି ସେଣ୍ଟର ବହୁତ ୱିକ୍ ଅଛି। ଟ୍ରେଡ୍ ୱାଜ୍ ରେଷ୍ଟ୍ରିକ୍ଟେଡ୍ ଆଣ୍ଡ ମୁଭମେଣ୍ଟ ୱାଜ୍ ଲିମିଟେଡ୍ ବାଇ ଲ୍ୟାକ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚର। ଯଦି ଗୋଟେ କି କରିବାକୁ ନାହିଁ, ଇଏ ତ ତାଙ୍କ ଘରେ ତିଆରି କଲେ ନା, ଯାହାକୁ ତମେ ସେଲ୍ଫ ସଫିସିଏଣ୍ଟ ବୋଲି କହିଲ। ବଟ୍ ଆଙ୍କ ପାଖରେ ଯଦି ସେମିତି କିଛି ସେଣ୍ଟ୍ରାଲାଇଜ୍ଡ ହୁଏ ନାହିଁ, ଆଙ୍କ ଭିତରେ ଯେମିତି ଆମର ଏବେ ଷ୍ଟେଟ୍ ରିଲେସନ୍ ଅଛି, ଷ୍ଟେଟ୍ ଜୋନାଲ୍ କାଉନସିଲ୍ସ ଅଛି, ଏତେ ସାରା ଜିନିଷ ସେଣ୍ଟ୍ରାଲାଇଜ୍ଡ ହେଇକି ଅଛି, ତାପରେ ବି ଆମକୁ କିଛି ଡିସେଣ୍ଟ୍ରାଲାଇଜ୍ଡ ଉପରେ ପାୱାର ଦିଆଯାଇଛି, ଯାହାକୁ ଆମେ କୋଅପରେଟିଭ୍ ଫେଡେରାଲିଜିମ୍ର ନାଁ ଦେଉ। ଦ ଥିଙ୍ଗ ଇଜ୍ ଦ୍ୟାଟ୍ ତାକୁ ଆମେ କୋଅପରେଟିଭ୍ ଫେଡେରାଲିଜିମ୍ର ନାଁ ଦେଉ, ଯାହାକୁ ଏବେ ତମେ ଦେଖିଲ। ଠିକ୍ ଅଛି, ଆକୁ ଯଦି ଟିକେ ଜୁମ୍ କରିବା ଆମେ କ'ଣ ଦେଖିବା ତମ ସିଷ୍ଟମ୍ ଏଠି ଅଛି। ଆରେ ସରି, ଏଇଠି ଦେଖ ତମର ଯେତିକ ସବୁ ଆଗରୁ ଥିଲା, ରଷିଆ ଷ୍ଟେଟ୍ କେମିତି ହେଇକି ଥିଲା ତମର। ଦେନ୍ ଏଇଟା ଟିକେ ଉପରୁ କରିଦେବା। ଦେନ୍ ତମର ମସ୍କୋ, ମାନେ କିଛି ମାନେ ଦେଶ ଯେଉଁ ଅର୍ଡ଼ର ଗୁଡ଼ାକ ସେଇ ଟାଇମ୍ରେ କେମିତି ଥିଲା। କଣ୍ଟିନେଣ୍ଟ ଦେଖ ନା, କାରଣ କଣ୍ଟିନେଣ୍ଟ ଆଉ 1000 ବର୍ଷ ଭିତରେ ଚେଞ୍ଜ ହେଇଯିବ କି। ବୁଲଗେରିଆ ଆଗରୁ ଥିଲା ସେଠି ତମର। ଦେଖ କନଷ୍ଟାଣ୍ଟିନୋପଲଟା ଦେଖାଉଛି, ଲିଥୁନିଆ ଦେଖ ଆଗରୁ କେତେ ବଡ଼ଟେ ଥିଲା, ଏବେ ଦେଖିବ ଲିଥୁନିଆ କେତିକି ଛୋଟଟେ ଅଛି। ତ ତା ପଛରେ ବି କିଛି ହିଷ୍ଟ୍ରି ଥିବ। ପୋଲାଣ୍ଡ ତାଙ୍କ ଏଠି ଥିଲା, ହଙ୍ଗେରୀ କେଡ଼େ ଯେଉଁ ବଡ଼ ଥିଲା, ଜର୍ଜିଆ। ଦେନ୍ ତର ଏସବୁ ଛୋଟ ଛୋଟ ହେଇଯାଇଛନ୍ତି ଏବେ। ତୁର୍କ ତାର ମେଣ୍ଟେନ୍ ରଖିଛି। ଏଇ ପାଖରେ ଏତିକ ସାରା ଜାଗାକୁ ଆମେ ଦେଖିବା କାହାକୁ ମିଶେଇକି ତମର କନଷ୍ଟାଣ୍ଟିନୋପଲ ଆମେ କହୁଥିଲେ। ଯାହା ପରେ ଏଇଟା ଦେଖ, ଏଇଟା ହେଲା ତମର କନଷ୍ଟାଣ୍ଟିନୋପଲ। ଏଇ ଯେଉଁ ଦେଖୁନ ଜାଗାଟା, ଏଇ ଯେଉଁ ଜାଗାଟା ଦେଖ ଦେଖାଉଛି, ଆରେ ମୁଁ ଏଠିକୁ ମାରିଦେଉଛି। ଏଇ ଯେଉଁ ଜାଗାଟା ନାଁ ହେଲା କନଷ୍ଟାଣ୍ଟିନୋପଲ ହେଲା। ଏଇ ଯେଉଁ ଜାଗାଟା ଯେଉଁ ଟାଇମ୍ରେ ବ୍ଲକ୍ ହେଇଗଲା, ଏଇଟା ଥିଲା ତମର ଅଟୋମାନ ଏମ୍ପାୟାର। ଏଇ ଯେତିକ ସବୁ ଜାଗା ଥିଲା ଇଏ ଥିଲା ତମର ସବୁ ଅଟୋମାନ ଏମ୍ପାୟାର। ତ ଅଟୋମାନ ଏମ୍ପାୟାରରେ ଏଇ ଯେଉଁ ଜାଗାଟା ଥିଲା ତାଙ୍କର କ'ଣ କହିଲ, ଟ୍ରେଡିଂର ପୋଷ୍ଟ। ଏଇପଟେ ଦେଇକି ସେ ଦେଇକି ଯାଇକି ଆମର ଇଣ୍ଡିଆକୁ ଯାଉଥିଲେ। ବଟ୍ ଯେଉଁ ଟାଇମ୍ରେ ଏଇଟା ବନ୍ଦ ହେଇଗଲା, ତାପରେ ସେ ସି ଟ୍ରେଡ୍ ଖୋଜିବା ଷ୍ଟାର୍ଟ କଲେ। ଏ କନଷ୍ଟାଣ୍ଟିନୋପଲ ପାଖରେ ଯେତେବେଳେ ସେ ଟ୍ରେଡ୍ ରୁଟ୍ ବନ୍ଦ କରିଦେଲେ, ତାପରେ ସେ ଏପଟେ ତମର ପଇସା ଖର୍ଚ୍ଚ କରିକି ତମର ଭାସ୍କୋ ଡା ଗାମା, କଲମ୍ବସ୍ ଆକୁ ସବୁ ଛାଡ଼ିବାକୁ ଲାଗିଲେ। ଆଚ୍ଛା, ଦେନ୍ ତମର ଆଗ୍ରାନିଆନ୍ ଇକୋନୋମି, କାରଣ ସେ ଟାଇମ୍ରେ ଫାଷ୍ଟ ଆଗ୍ରିକଲଚରରେ ହିଁ ବେଶୀ ପ୍ରଡ଼କ୍ଟିଭିଟି ଆମକୁ ଦେଖିବାକୁ ମିଳିଥିଲା। କେମିତି ନା, ସବସିଷ୍ଟେନ୍ସ ମାନେ ଫାର୍ମିଂ ୱାଜ୍ ସର୍ଭାଇଭାଲ୍ ନଟ୍ ଫର୍ ଦି ମାର୍କେଟ ଆଣ୍ଡ ଟେକ୍ନୋଲୋଜି ୱାଜ୍ ଦି ଷ୍ଟାଟିକ୍ ଫର୍ ଦି ସେଞ୍ଚୁରୀ। ବହୁତ ଟାଇମ୍ରେ ଫାଷ୍ଟ ଚେଞ୍ଜ ହେଲାନି, ଟେକ୍ନୋଲୋଜି ସେମିତି ଷ୍ଟାଟିକ୍ ହେଇକି ରହିଛି। ରୁରାଲ୍ ଡୋମିନାନ୍ସ, ଓଭର 90% ଅଫ୍ ଦି ପପୁଲେସନ୍ ଲିଭ୍ଡ ଇନ୍ ଦ ସ୍ମଲ୍ ଭିଲେଜ। ଦ ସିଟିଜ୍ ୱେର୍ ଭେରି ଫ୍ୟୁ ଆଣ୍ଡ ସ୍ମଲ୍। ତାପରେ ଚର୍ଚ୍ଚ, ଇଟ୍ ଇଜ୍ ଦ ରୋମାନ କ୍ୟାଥୋଲିକ୍ ଚର୍ଚ୍ଚ ୱାଜ୍ ପ୍ରାଇମେରିଲି କଲଚରାଲ ଆଣ୍ଡ ଇଣ୍ଟେଲେକ୍ଚୁଆଲ ଅଥରିଟି। ମୁଁ କହିଥିଲି ନା ଗୋଟେ ତମର ଫାଷ୍ଟ କ'ଣ ଥିଲା, ଫାଷ୍ଟ ଗୋଟେ ଥିଲା ତମର ଅର୍ଥୋଡକ୍ସ ଚର୍ଚ୍ଚ। ଫାଷ୍ଟ ତମର ଗୋଟେ ଥିଲା ଅର୍ଥୋଡକ୍ସ ଚର୍ଚ୍ଚ।
ଅର୍ଥୋଡକ୍ସ ଚର୍ଚ୍ଚ ଭର୍ସେସ୍ ତମର ଲାଗିଥିଲା କିଏ କ୍ୟାଥୋଲିକ୍ ଚର୍ଚ୍ଚ ତମ ଭୁବନେଶ୍ୱରରେ ଦେଖିବ ତ କ୍ୟାଥୋଲିକ୍ ଚର୍ଚ୍ଚ ବୋଲି ଲେଖା ହେଇଥିବ। ଆଙ୍କର ଜନକ ଥିଲେ କିଏ ତମର ଫାଷ୍ଟ ଆଙ୍କର ଆଇଡ଼ିଆ ଦେଇଥିଲେ କିଏ ତା ନାଁ ହେଉଛି ମାର୍ଟିନ୍ ଲୁଥର। ତାଙ୍କ ନାଁ ହେଉଛି ମାର୍ଟିନ୍ ଲୁଥର, ଯିଏକି ଗୋଟେ ଲେଖିଥିଲେ 200 ପେଜ୍ର ତାଙ୍କର ଆକ୍ଚୁଆଲି ଯେଉଁ ଅର୍ଥୋଡକ୍ସ ଚର୍ଚ୍ଚରେ ଆକ୍ଚୁଆଲି କ'ଣ ହୁଏ, ଏଠି ଲୋକମାନେ ତାଙ୍କର ପାପ ସବୁ ନେଇକି ଆସିଛନ୍ତି, ଆଉ ତାଙ୍କୁ ସବୁ ଯେତେ ସେମାନେ ଫାଦର ମାନେ ଥାଆନ୍ତି ତାଙ୍କ ବହି ଦେଖିକି ତାଙ୍କୁ କହନ୍ତି କି ତୁ ଏତେ ପଇସା ଦେ, କି ତୋର ଏତେ ପାପ କରୁଛୁ ତ ତୋର ପନିସମେଣ୍ଟ ତୁ ଗରମ ପାଣିରେ ବୁଡ଼, କି ତୁ ଇଏ କର। ଏ ଚର୍ଚ୍ଚ ମାନେ ହିଁ ଯେଉଁମାନେ ହେଡ୍ ଥିଲେ ତାଙ୍କୁ ଦର୍ଶାନ୍ତି। ତ ଏଇ ଯେଉଁ ଇଲିଗାଲିଜିମ୍ ଜିନିଷଟାକୁ ଦେଖିଥିଲେ କିଏ ତମର ମାର୍ଟିନ୍ ଲୁଥର। ତ ସେଇ ଯୋଗୁଁ ସେ ତାଙ୍କ ଚିନ୍ତାଧାରାରେ ତାଙ୍କ ଇଏରେ ଗୋଟେ ଚର୍ଚ୍ଚକୁ ଏଇ ଯେଉଁ ଅର୍ଥୋଡକ୍ସ ଚର୍ଚ୍ଚରୁ ଚେଞ୍ଜ ହେଲା ତମର କ୍ୟାଥୋଲିକ୍ ଚର୍ଚ୍ଚକୁ, ଯିଏକି ତମର ମାନେ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ ୱାଜ୍ ପ୍ରାଇମେରିଲି କଲଚରାଲ୍ ଆଉ ଇଣ୍ଟେଲେକ୍ଚୁଆଲ୍ ଅଥରିଟି। ସେଠି ଇଏ ଏବେ କୋଶ୍ଚିନ୍ କରିବା ଷ୍ଟାର୍ଟ କଲେ, ମାନେ ଆସ୍ତେ ଆସ୍ତେ ରିନିଆନ୍ସର ଉଦ୍ଗମନ ହେଉଛି। ଏବେ ଲୋକ ଏଠୁ କୋଶ୍ଚିନ୍ କରିବା ଷ୍ଟାର୍ଟ କରୁଛନ୍ତି ସେଇ ଯେଉଁ ସୁପରଷ୍ଟିସନ୍ ଯୋଗୁଁ, ସେଇ ଯେଉଁ ସୁପରଷ୍ଟିସନ୍ ଯାହାକି ତମେ ମାନି ଆସୁଛ ୱିଦାଉଟ୍ ଏନି ଲଜିକ୍ରେ, ଯାହାର କିଛି ଲଜିକ୍ ନାହିଁ ହେଲା। ତାପରେ ଆରେ ଦିଦିଟା ରହୁଛି ଏଥିରୁ। ତାପରେ ଡିକ୍ଲାଇନ୍ ଅଫ୍ ଦି ଫ୍ୟୁଡାଲିଜିମ୍ ଡିକ୍ଲାଇନ୍ କେମିତି ହେଲା ଆମେ ଇଏ ପ୍ରପୋଜରେ ଦେଖିବା, ବେଶୀ ଭିତରକୁ ଯିବାନି ହେଲା। ମାନେ ତମେ ଏକ୍ଜାମ୍ ପ୍ରପୋଜରେ ହିଁ ଦେଖିବା, ସେ ଛାଡ଼ିଲା ବେଳେ ଯେଉଁ ଟାଇମ୍ରେ ଇଏ ଛାଡ଼। ଦେନ୍ ତମର କେମିତି ଯେଉଁ ଫ୍ୟୁଡାଲିଜିମ୍ କେମିତି ତାଙ୍କର ଡେଥ୍ ହେଲା। ଆରେ ଏଟା ଆସୁନି, ପିକ୍ଚରଟା ଆସିବା କଥା। ଛାଡ଼, ଏଟା ଲୋଡ୍ ହେଉନି। ଆକ୍ଚୁଆଲି ମେନ୍ ଜିନିଷ ତମର ହେଲା ବ୍ଲାକ୍ ଡେଥ୍, ଯେଉଁଟା ତମ ପୁରା ହିଷ୍ଟ୍ରିରେ ଫେମସ୍ ଅଛି, ୱାର୍ଲଡ ହିଷ୍ଟ୍ରିରେ। ଗୋଟେ ଗ୍ରେଟ୍ ପ୍ଲେଗ୍ ଆସିଥିଲା କେଉଁଠି 1347ରେ ପ୍ଲେଗ୍ ଗୋଟେ ପୁରା ମହାମାରୀ ଥିଲା, ଯିଏକି ବିଶ୍ୱର ବହୁତ ଜାଗାକୁ ବ୍ୟାପି ଯାଇଥିଲା। ଏବେ ସିନା ପ୍ଲେଗ୍, ଏବେ ଯେ ଆମର ବହୁତ ସାରା ଟେକ୍ନୋଲୋଜି ଆସିଲାଣି, ସେଇ ଇଣ୍ଡଷ୍ଟ୍ରିଆଲାଇଜେସନ୍ ହିଁ ତମେ ପାଖରେ ଭାବ। ଯଦି ତମ ପାଖରେ ଇଣ୍ଡଷ୍ଟ୍ରି ହିଁ ନାହିଁ, ସକାଳୁ ଉଠିବ ତମେ ପାଖରେ କ'ଣ ନଥିବ, ଫୋନ୍ ନଥିବ, କିଛି ନଥିବ, ମାନେ ଯେତିକି ସବୁ ଟେକ୍ନୋଲୋଜି ଜିନିଷ ତମେ ଆଜି ୟୁଜ୍ କରୁଛ ଡେଲି ଲାଇଫ୍ଠୁ ନେଇକି ତମ ରୋଷେଇଠୁ ନେଇକି ଏଭ୍ରିଥିଙ୍ଗ, ଗ୍ୟାସ୍ ଚୁଲା ମାନେ ଯାହା କହିବ ତମେ ଏବେ ଯେଉଁ ଚାଲିଛି ସବୁ ଯାକ ସେଇ ପାର୍ଟ ଅଫ୍ ଦି ଇଣ୍ଡଷ୍ଟ୍ରିଆଲାଇଜେସନ୍। ଇଣ୍ଡଷ୍ଟ୍ରି ହେଲା ବୋଲି ପଇସା ଜେନେରେଟ୍ ହେଲା, ପଇସା ଜେନେରେଟ୍ ହେଲା ବୋଲି ସିନା ଲୋକ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟରେ ଧ୍ୟାନ ଦେଲେ, ନହେଲେ ପଇସା ନ ହେଇଥିଲେ ଲୋକ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଆଡ଼କୁ ଯାଇଥାନ୍ତେ କ'ଣ ପାଇଁ? କାରଣ ଫାଷ୍ଟ ସବୁ ଜିନିଷରେ ପଇସା ଦରକାର, ଆଉ ସେତେବେଳେ ରାଜାମାନଙ୍କ ହାତରେ ବହୁତ ପଇସା ଥାଏ। ସେଇ ଯୋଗୁଁ ରାଜାମାନେ ହିଁ ଏଇ ଯେଉଁ ସବୁ ଭଏଜ୍ ମାନଙ୍କୁ, ଯେଉଁମାନେ ସବୁ ଥିଲେ ଭାସ୍କୋ ଡା ଗାମା ଟାଇପ୍, ତାଙ୍କୁ ସବୁ ମାନେ ହାୟର କରିକି ବା ପଠାନ୍ତି କି ଯାହା ତୁ ନୂଆ ଟ୍ରେଡ୍ ରୁଟ୍ ଖୋଜିକି ଆ, ଯେଉଁଠିକି ଆମେ ତାଙ୍କ ସହିତ ସମ୍ପର୍କ ହେଲେ ଆମର ଏବେ ଯେମିତି ତୋର ଇମ୍ପୋର୍ଟ ଏକ୍ସପୋର୍ଟ ଚାଲିଛି, ଏଇଟା ମୁଁ ସେ ଯୁଗରେ ଇମ୍ପୋର୍ଟ ଏକ୍ସପୋର୍ଟ କଥା କହୁଛି ହେଲା। ତ ଭାବ କି ଏଇଭଳିଆ କନେକ୍ସନରେ ଆମ ଦୁନିଆ ଚାଲିଛି। ତ 1/3 ଅଫ୍ ଦି ୟୁରୋପିଆନ୍ ପପୁଲେସନ୍ ପୁରା ୱାଇପ୍ ଆଉଟ୍ ହେଇଗଲେ। ଦିସ୍ ମ୍ୟାସିଭ୍ ଲେବର୍ ସର୍ଟେଜ୍ ଟର୍ନ ଦ ଟାଇଡ୍ ଅଫ୍ ଦି ଏଫିସାଣ୍ଟ ହେଲା। ଏଠୁ ତମର ପିସାଣ୍ଟ ମାନେ ଅଫକୋର୍ସ ତମର 1/3 ଅଫ୍ ଦି ୟୁରୋପିଆନ୍ ପପୁଲେସନ୍ ଡେଥ୍ ହେଇଛନ୍ତି, ମାନେ ସେଠି ତମର ପିସାଣ୍ଟ ଆଉ ସେମିତି ଦେଖିବାକୁ ମିଳିଲେ ନାହିଁ। କାରଣ ଲୋକମାନେ ଫ୍ୟୁଡାଲଙ୍କର ମେନ୍ କିଏ ଥିଲେ, ଏଇ ପିସାଣ୍ଟ ମାନେ ହିଁ। କାରଣ ଏ ହିଁ ରେଭିନ୍ୟୁ ଜେନେରେଟ୍ କରିକି ଦେଉଥିଲେ। ଏଇମାନେ ହିଁ ଫ୍ୟୁଡାଲ ମାନଙ୍କ ନାଁରେ ବହୁତ ସାରା କ'ଣ ଷ୍ଟ୍ରଗଲ୍ କରନ୍ତି କି ଯାହା ବି କରନ୍ତି। ତ ଜିନିଷ ହେଉଛି କି ଲେବର ବିକମ୍ ଦି ସ୍କେୟାର ଆଣ୍ଡ ଏକ୍ସପେନ୍ସିଭ୍, ସର୍ଭାଇଭିଂ ପିସାଣ୍ଟ ଡିମାଣ୍ଡେଡ୍ ହାୟର ୱେଜେସ୍ ଆଣ୍ଡ ମୋର୍ ଫ୍ରିଡମ୍ ହେଲା। ତାପରେ ତମେ ଏଇଠୁ ଜାଣିପାରିବ ତମ ସେ କିଙ୍ଗ ଜନ୍ଙ୍କ କଥା, ଛାଡ଼ କହିବି ତମକୁ, ବଟ୍ ତା ପୂର୍ବରୁ ଏଟା ତ ଦେଖା ହେଉନି ମ୍ୟାପ୍ଟା, ଏଟା ଥିଲା ସ୍ପ୍ରେଡ୍ ଅଫ୍ ଦି ଦେଖେଇଥିଲା ଆଉ ପ୍ଲେଗ୍ କେମିତି ସ୍ପ୍ରେଡ୍ ହେଇଥିଲା ପୁରା ୟୁରୋପରେ, ଏମିତି ତୀର ଫିର ଦେଖେଇକି ଆଉ ଦେଖିବା ଛାଡ଼। ତାପରେ ସୋସିଆଲ ଅନରେଷ୍ଟ ଆଉ ପିସାଣ୍ଟ ରିଭୋଲ୍ଟ, ଏ ଯେଉଁ ସାରା ଜିନିଷ ହେଲା, ତ ପିସାଣ୍ଟ ମାନେ ତାପରେ ରିଭୋଲ୍ଟ କରିବା ଷ୍ଟାର୍ଟ କଲେ, କାରଣ ସବୁ ଜାଗାରେ ସେଇ ପିସାଣ୍ଟ ହିଁ ଲାଷ୍ଟକୁ ବଳି ପଡ଼ନ୍ତି ହେଲା। ତ ସେଇ ଯୋଗୁଁ କ'ଣ ତାର ସିଷ୍ଟମ୍ ହେଲା ନା, ଏଟା ଲୁଚେଇ ଦିଅ ଛାଡ଼। ଦେନ୍ ଇଟ୍ ଇଜ୍ योर हाँ, the peasant in the England in the 1381 and France in the Jacquerie rose up against the feudal restriction and high tax। କାରଣ ଫ୍ୟୁଡାଲ ମାନଙ୍କ ହାତରେ ଯାହା ବି ସବୁ ଜାଗା ରହୁଥିଲା, ସେମାନେ ଫ୍ୟୁଡାଲ ମାନେ ସବୁ କ'ଣ କରୁଥିଲେ, ଶୋଷଣ ପଦ୍ଧତିରେ ହିଁ ରହୁଥିଲେ। କି ଯେଉଁ ଏଇ ପିସାଣ୍ଟ ମାନେ ଅଛନ୍ତି ତାଙ୍କଠୁ କେମିତି ମୁଁ ଅଧିକରୁ ଅଧିକ ଶୋଷଣ କରିକି ନେଇକି ଯାଇ
ପାରିବେ। ସେଇ ଯୋଗୁଁ ତ ପିଜେଣ୍ଟ ମାନେ ଇଂଲଣ୍ଡରେ 1981ରେ ରିଭୋଲ୍ଟ କରିବା ଷ୍ଟାର୍ଟ କରିଦେଲେ। ଥ୍ରୁ ଅପନ୍ ଦି ସରପ୍ରାଇଜ୍ ଦିସ୍ ରିଭୋଲ୍ଟ ସିଗ୍ନାଲ୍ଡ ଦ ଏଣ୍ଡ ଅଫ୍ ଦି ସେଲ୍ଫଡମ୍ ଇନ୍ ଦ ୱେଷ୍ଟର୍ଣ୍ଣ ୟୁରୋପ। ସେଇ ଯେଉଁ ଜିନିଷ ଯୋଗୁଁ ତୁମର ଖାସ କରି ଆସ୍ତେ ଆସ୍ତେ, କାରଣ ଜିନିଷ ପ୍ଲେଗ୍ରୁ ଷ୍ଟାର୍ଟ ହେଇଥିଲା, ପ୍ଲେଗ୍ରୁ ଷ୍ଟାର୍ଟ ହେଇକି ଲେବର ସର୍ଟେଜକୁ ଗଲା, ଲେବର ସର୍ଟେଜରୁ ହାଇ ଟ୍ୟାକ୍ସକୁ ଗଲା, ହାଇ ଟ୍ୟାକ୍ସରୁ ରିଭୋଲ୍ଟ ହେଲା, ରିଭୋଲ୍ଟରୁ ଆସ୍ତେ ଆସ୍ତେ ଜିନିଷ ଷ୍ଟ୍ରଙ୍ଗ ହେବାକୁ ଲାଗିଲା। ତ ଏମିତି ଜିନିଷ ଆମର କନେକ୍ଟ ହେଇକି ଆସିଲା। ଦେନ୍ ଆମେ ଦେଖିଲେ କି ଗ୍ରୋଥ ଅଫ୍ ଦି ଟାଉନ୍ ଆଣ୍ଡ ଟ୍ରେଡ୍। ତ ଆପରେ ଆସ୍ତେ ଆସ୍ତେ ଆମର ଗ୍ରୋଥ ଟ୍ରେଡ୍ ଆଉ ଟାଉନ୍ର ସବୁ କେମିତି ହେଲା ସେ କହୁଛି କି ରାଇଜ୍ ଅଫ୍ ଦ ଟାଉନ୍। ଦ ଟାଉନ୍ ଏୟାର ମେକ୍ସ ଫ୍ରି ଆଣ୍ଡ ଏସ୍କେପ୍ସ ରେପ୍ କୁଡ୍ ଗେନ୍ ଫ୍ରିଡମ୍ ବାय ଲିଭିଂ ଇନ୍ ଟାଉନ୍ ଫର୍ ଏ ଇୟର୍ସ ଆଣ୍ଡ ଏ ଡେ। ଫାଷ୍ଟ କାହିଁକି ହେଲା ଜିନିଷ କି ଦ ଟାଉନ୍ ଏୟାର ମେକ୍ସ ଫ୍ରି, କାରଣ ଏବେ କେହି ବି ନାହାନ୍ତି ତାଙ୍କୁ ଏବେ ଗୋଟେ ଜାଗାରେ ବନ୍ଦୀ କରିକି ରଖିବା ପାଇଁ, ତେଣୁ ଇଏ ଏବେ ତାଙ୍କ ପାଇଁ ଫ୍ରି ହେଇଗଲା। ଏସ୍କେପ୍ଡ ରେପ୍ କୁଡ୍ ଗେନ୍ ଫ୍ରିଡମ୍, ଯେଉଁମାନେ ଆଗରୁ ଏମିତି କଣ୍ଟ୍ରାକ୍ଟ, କାରଣ ଆଗରୁ ସବୁ ବେଶୀ କ'ଣ ରହନ୍ତି ତମର ବଣ୍ଡେଡ୍ ଲେବର ଟାଇପ୍ କହିପାରିବ କି ସର୍ଭାଣ୍ଟ ଟାଇପ୍ କହିପାରିବ, ସେ ଆଜୀବନ ସେଇଠି ରହୁଥିଲେ, ତାଙ୍କୁ ବହୁତ ଟ୍ୟାକ୍ସ ଦିଆହେଉଥିଲା, ଇଏ ଦିଆହେଉଥିଲା, ଅପରେସନ୍ କରାହେଉଥିଲା, ଏମିତି ଏମିତି ଜିନିଷ ହୁଏ କି ତାଙ୍କୁ ମାନେ ଟାଇପ୍ ଅଫ୍ ଦ ଥିଙ୍ଗ ସେ ଗୋଟେ ଜାଗାରେ ଥିବେ, ବାସ୍ କାମ କରିକି ରହୁଥିବେ, ଖାଉଥିବେ, ପିଉଥିବେ, ଶୋଉଥିବେ। ଆଉ ଏମିତି ସିଚୁଏସନ୍ ଆସେ ତାଙ୍କୁ ବେଳେବେଳେ ଖାଇବାକୁ ବି ମିଳେ ନାହିଁ। ବହୁତ ହାର୍ସ କଣ୍ଡିସନ୍ ଭିତରେ ହିଁ ତମର ପ୍ଲେଗ୍ ଆସିଥିଲା, ତା ଭିତରେ ବି ତମର ସେ ହାଇ ଟ୍ୟାକ୍ସ ତାକୁ ସେ ଲଗାଉଥିଲେ, ସେଇ ଯୋଗୁଁ ଏତେ ସାରା ସିଷ୍ଟମ୍ ହେଲା। ତ ସେଇ ଯୋଗୁଁ ତମର ଟାଉନ୍ ଫାଷ୍ଟ ଷ୍ଟାର୍ଟ ହେଲା। ଏମାନେ ଯେଉଁ ଏତେ ବନ୍ଦୀ ହେଇକି ଥିଲେ ସେ ଆସ୍ତେ ଆସ୍ତେ ଏସ୍କେପ୍ କରିବା ଷ୍ଟାର୍ଟ କଲେ। ତ ଏସ୍କେପ୍ କରିବା ଷ୍ଟାର୍ଟ କଲେ, ଏବେ ତାଙ୍କ ଇଚ୍ଛା ସେ ଯେଉଁଠି ବି ରହିପାରିବେ। ଏବେ ସେ ଗୋଟେ ଜାଗାରେ ବନ୍ଦୀ ହେଇକି ରହୁଥିଲେ, ଏବେ ସେ ତାଙ୍କର ଗଲେ ତାଙ୍କର ଯେଉଁଠି ଇଚ୍ଛା ସେଇଠି ରହିବେ। ତାପରେ ଜିନିଷ କ'ଣ ହେଲା, ବାଇ ଦ ଲିଭିଂ ଏ ଇୟର୍ ଅର୍ ଏ ଡେ, ତାଙ୍କ ଇଚ୍ଛା ଯେତେ। ମନି ଦ ଇକୋନୋମି, ଦ ସିଫ୍ଟ ଫ୍ରମ୍ ଦି ବାଟର ଟୁ ଦି କରେନ୍ସି allowed lords to accept rent instead of labor and weakening the feudal tides। କ'ଣ ଏଠି ସିଷ୍ଟମ୍ ହେଲା ତମକୁ ସେ କ'ଣ କହିଲା ଏଠି ନା, ସେ ତମକୁ କହୁଛି ତମର ଯେଉଁ ବାଟର ସିଷ୍ଟମ୍ ମାନେ କ'ଣ, ତମର ଯେଉଁ ଦିଆ ନିଆ ଥିଲା କି ମୋତେ 1 କେଜି ଆଳୁ ଦେଉଛି, ତୁ ମୋତେ 1 କେଜି ସାରୁ ଦେ। ତ ଯେଉଁ ଏଇ ଦିଆ ନିଆ ସିଷ୍ଟମ୍ ଥିଲା, ଏ ଦିଆ ନିଆ ସିଷ୍ଟମ୍ ଯେଉଁ ଦିନଠୁ ଏଣ୍ଡ ହେଲା, ଯେଉଁଠୁ ତମର କରେନ୍ସି ଆସିବା ଷ୍ଟାର୍ଟ ହେଲା, ସେ କରେନ୍ସି ଆସିବା ଦିନଠୁ ତମର ଯିଏ ଲର୍ଡ଼ ଥିଲା, ସେ ଲର୍ଡ଼ କହିଲା କ'ଣ, ଆଗରୁ ଫ୍ୟୁଡାଲ ମାନେ କ'ଣ କରୁଥିଲେ, ଆଙ୍କୁ ସେମାନେ ସ୍ଲେଭ୍ କି ଲେବର ମାନେ ଦେଇ ଦେଉଥିଲେ, ପଇସା ବଦଳରେ ସେ ତାଙ୍କୁ ଲେବର ଦେଇ ଦେଉଥିଲେ। ତ ଯେଉଁଠି ଲେବର ମାନେ ଏସ୍କେପ୍ ହେଲେ, ଆଉ ଯେଉଁଠି ତାଙ୍କର କରେନ୍ସି ଆସିଲା, ତ ଇଏ ବି ଯେଉଁ ରେଣ୍ଟ ନେଉଛି ତମ ଫ୍ୟୁଡାଲ ପାଖରୁ, ସିଏ ବି ପଇସାରେ ନେଲା। ତ ଏମାନେ ଏବେ ଆସ୍ତେ ଆସ୍ତେ ଏସ୍କେପ୍ ହେବାକୁ ଲାଗିଲେ, ସେଇ ଯୋଗୁଁ ତମର ଫ୍ୟୁଡାଲ ଟାଇଜ୍ ବି ଆସ୍ତେ ଆସ୍ତେ ୱିକ୍ ହେବାକୁ ଲାଗିଲା। ମିଡିଲ୍ କ୍ଲାସ୍ କ'ଣ କରିଥିଲେ ନା, ଦି ବର୍ଗର୍ସ ଆଣ୍ଡ ଦି ମର୍ଚାଣ୍ଟସ୍ ବିକେମ୍ ଟୁ ଆକ୍ୟୁମୁଲେଟ୍ ୱେଲ୍ଥ ଇଣ୍ଡିପେଣ୍ଡେଣ୍ଟ ଅଫ୍ ଦି ଲ୍ୟାଣ୍ଡ ଜୋନରସିପ୍। ତ ଯେଉଁ ମିଡିଲ୍ କ୍ଲାସ୍ ଲୋକ ବି ଧୀରେ ଧୀରେ ଆକୁମୁଲେଟ୍ ହେଲେ, କି ଯେଉଁ ଜିନିଷ ଗୁଡ଼ା ଆଙ୍କ ପାଖରେ ୱେଲ୍ଥ ଆକୁମୁଲେଟ୍ ହେଇକି ଅଛି, ଯେ ତୁମ DPSPରେ ଏବେ ଦେଖାଉଛି କେତେ ନମ୍ବରରେ ଆର୍ଟିକଲ୍ 39(b)ରେ। ତ ତୁମେ ସବୁ ଜିନିଷ କେମିତି କନେକ୍ଟ ହେଉଛି ଦେଖ, କି ତୁମ ୱାର୍ଲଡ଼ ହିଷ୍ଟ୍ରି ପଢ଼ କି ଯାହା ପଢ଼, ତୁମକୁ ଗୋଟେ କ୍ରିସ୍ପି ନୋଟ୍ ଲେଖିବାକୁ କି ଆନ୍ସର୍ ଲେଖିବାକୁ ତୁମକୁ ଭଲ ପଏଣ୍ଟସ୍ ମିଳିଯିବ, ଯଦି ସବୁଆଡ଼ୁ ଟିକେ ଟିକେ ଜ୍ଞାନ ରଖିଥିବ। ଦେନ୍ ଡିକ୍ଲାଇନ୍ ଅଫ୍ ଦି ନୋବିଲିଟି। ନୋବିଲିଟି କାହିଁକି ଡିକ୍ଲାଇନ୍ କଲା? ଫାର୍ଷ୍ଟର ଜିନିଷ ହେଉଛି କି ଗନ୍ ପାଉଡ଼ର ଆସିଗଲା। ତମର ମେକ୍ ନାଇଟ୍ ଆଣ୍ଡ କ୍ୟାସେଲ୍ସ ଅବଷ୍ଟେଲ୍ ଇନ୍ ଦି ମଡ଼ର୍ଣ୍ଣ ୱାରଫେୟାର। ଗନ୍ ପାଉଡ଼ର ଆସିଗଲା। ଷ୍ଟାଣ୍ଡିଂ ଆର୍ମି କିଙ୍ଗସ୍ ରିଲାଏଡ୍ ଅନ୍ ପେଡ୍ ଅର୍ ପେଡ୍ ମେସିନାରିଜ୍ ରାଦର ଦ୍ୟାନ୍ ଦି ଫ୍ୟୁଡାଲ ଲିଭ୍ସ। କାରଣ ଦେଖ, ନୋବିଲିଟି ମାନେ କ'ଣ କରୁଥିଲେ, ତାଙ୍କୁ ମେନ୍ କଥା ସୋଲଜର ମାନଙ୍କୁ ଦେଉଥିଲେ, କି ତାଙ୍କୁ ଯେଉଁମାନଙ୍କ ଦେହରେ ଯେଉଁ ସୋଲଜର ଥିବେ କି ତାଙ୍କୁ କିଙ୍ଗକୁ ସେମାନେ ପ୍ରୋଭାଇଡ଼ କରୁଥିଲେ। ତ ଯେଉଁଠି ଷ୍ଟାଣ୍ଡିଂ ଆର୍ମି ତୁମ ରାଜାଙ୍କ ପାଖରେ ହେଇଗଲା, ସେଠୁ ତାଙ୍କ ନୋବିଲିଟି ଆସ୍ତେ ଆସ୍ତେ ଡିକ୍ଲାଇନ୍ ହେବାକୁ ଲାଗିଲା। ରୟାଲ କୋର୍ଟ ନୋବେଲ୍ସ ବିକେମ୍ କଣ୍ଟ୍ରିୟର୍ସ ଆଜ୍ କିଙ୍ଗ ସେଣ୍ଟ୍ରାଲାଇଜ୍ଡ ପାୱାର ଇଣ୍ଟୁ ନେସନ୍ ଷ୍ଟେଟ୍ସ। ତ ରୟାଲ କୋର୍ଟ ବି ସବୁ ନୋବେଲ ବିକମ୍ କୋର୍ଟିୟସ୍ ଆଜ୍ ଦ କିଙ୍ଗ ସେଣ୍ଟ୍ରାଲାଇଜ୍ ଦି ପାୱାର ଇଣ୍ଟୁ ଏ ନେସନ୍ ଷ୍ଟେଟ୍। ଆସ୍ତେ ଆସ୍ତେ ଯେଉଁ ଟାଇମ୍ରେ ଦେଖ, ସେଇ ଟାଇମ୍ରୁ ଦେଖ ତମର ଯେଉଁ ନ୍ୟାସନାଲିଜିମ୍ କଥା ତମେ ଯେଉଁ ଏବେ ହେଉଛ, ଯେଉଁ ତମେ ନ୍ୟାସନାଲିଜିମ୍ ଉପରେ ଧର ତମର କୋଶ୍ଚିନ୍ ଲଙ୍ଗ କୋଶ୍ଚିନ୍ ଆସିଲା, ଆମେ ନ୍ୟାସନାଲିଜିମ୍ କ'ଣ ଜାଣିଛନ୍ତି ଇଣ୍ଡିଆ ଉପରେ, ବଟ୍ ଆମର ଯେଉଁ ଇଣ୍ଡିଆରେ ନ୍ୟାସନାଲିଜିମ୍ ଆସିଲା ସେ କେଉଁ ଟାଇମ୍ରୁ ଆସିଲା, ଆମେ ଜାଣିଛନ୍ତି କି ଫାଷ୍ଟ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ 1857ରେ। ତାପରେ ଆମେ ଆସ୍ତେ ଆସ୍ତେ ଦେଖିବାକୁ ପାଇଲେ ଗାନ୍ଧିଜୀ ଆସିଲେ, ଇଏ ଆସିଲେ, ସିଏ ଆସିଲେ, ସେ କେଉଁଠୁ ଆସିଥିଲେ, ସାଉଥ ଆଫ୍ରିକାରୁ ଆସିଥିଲେ। ତ ସେପଟୁ ଟିକେ ହିଷ୍ଟ୍ରି ଖୋଲିଲା, ତାପରେ ଆମେ ଦେଖିକି ଯାଇକି 1947ରେ ଆମେ ଯାଇକି ଇଣ୍ଡିପେଣ୍ଡେନ୍ସ ହେଲେ। ତ ତା ପୂର୍ବରୁ ଏ ସାରା ଜିନିଷ ମାନେ ଶିଖିଲେ କେଉଁଠୁ,
ଏ ସାରା ଜିନିଷ ଏତେ ସାରା ଇନଫ୍ଲୁଏନ୍ସିଭ ତ ଏ ଜାଣିଛ ଆମର ଫ୍ରାନ୍ସ ଥିଲା କି ଇଏ ଥିଲା ଏମିତି ଏମିତି ସବୁ ଜିନିଷ କରିଛନ୍ତି। ତ ସେ ଟାଇମ୍ରେ ନେସନ୍ ବିଲ୍ଡିଂ ଷ୍ଟାର୍ଟ ହେଉଥିଲା। ସେଇ ଯୋଗୁଁ ତୁମର ୱାର୍ଲଡ ହିଷ୍ଟ୍ରି ତୁମେ ଦେଖିବ ଚାପ୍ଟର ସବୁ ଅଛି ୟୁନିଫିକେସନ୍। ସେ ଟାଇମ୍ରେ ଆସ୍ତେ ଆସ୍ତେ ତାପରେ ତୁମର ୟୁନିଫିକେସନ୍ ଷ୍ଟାର୍ଟ ହେଲା। ଦେନ୍ ତୁମେ ଦେଖିବ ତୁମର ୱାର୍ଲଡ ହିଷ୍ଟ୍ରି ଛାଡ଼ ସେଠି କ'ଣ ୱାର୍ଲଡ ୱାର୍ ଟୁ। ଦେନ୍ ତମର ଟ୍ରାନଜିସନ୍ ବ୍ରିଜ। The collapse of the feudal order is pope the middle of the mercantilist era and eventually industrial capitalism. Decay of the old was essential for the birth of the new. That is a very good quote. You are ତମେ ଯଦି ଚାହିଁବ ମନେ ରଖିପାରିବ the decay of the old was essential for the birth of the new. ଆକୁ ହିଁ କହନ୍ତି ତମର ବେସ୍ ଅଫ୍ ଦି, ଯେଉଁଟାକୁ ତମର ଟ୍ରାନଜିସନାଲ ବ୍ରିଜ କହନ୍ତି। ମାନେ ତମର ଫ୍ୟୁଡାଲ ଲର୍ଡ ଯାଉଛନ୍ତି, ଆସ୍ତେ ଆସ୍ତେ କ୍ୟାପିଟାଲିଜିମ୍ ଆସୁଛି। କାରଣ ଗୋଟେ ଜିନିଷ ଯାଉଛି ମାନେ କିଛି ଗୋଟେ ଭଲ ଜିନିଷ ଆସୁଛି, ଯାହାକୁ ତୁମେ କ୍ୟାପିଟାଲିଜିମ୍ ନାଁରେ ଜାଣିଲ। ଆସ୍ତେ ଆସ୍ତେ ତୁମେ ସେଇଠୁ କାଲମାର୍ସକୁ କନେକ୍ଟ କରିବ। ତାପରେ ଆସ୍ତେ ଆସ୍ତେ ତୁମେ ଜାଣିପାରିବ କି ପଲିଟିକାଲ ଥିଙ୍କିଂ କେମିତି ଷ୍ଟାର୍ଟ ହେଲା। ପଲିଟିକାଲ ଥିଙ୍କିଂରୁ ତୁମେ ଜାଣିପାରିବ କି ଆଜି ଏତେ ସାରା ଯେଉଁ ଅର୍ଗାନାଇଜ୍ ୱେରେ ଆମେ ହେଇକି ଅଛେ, ତା ପଛରେ ଆକ୍ଚୁଆଲି ହିଷ୍ଟ୍ରି କେଉଁଠି ଥିଲା, ଏ ସାରା ଜିନିଷ ତୁମେ ୱାର୍ଲଡ ହିଷ୍ଟ୍ରିରୁ ପାଇପାରିବ। ତ ୱାର୍ଲଡ ହିଷ୍ଟ୍ରି ଖାଲି ଗୋଟେ ଗପ ନୁହଁ, ଏଠି ତୁମେ ଚାହିଁଲେ ବହୁତ ସାରା ଜିନିଷ କନେକ୍ସନ୍ କରିକି ଯାଇପାରିବ। ଦ ଡିକେ ଅଫ୍ ଦି ୱାର୍ଲଡ ଇଜ୍ ଏସେନ୍ସିଆଲ ଫର୍ ବାର୍ଥ ଅଫ୍ ଦି ନ୍ୟୁ। ଇଟ୍ ଇଜ୍ ଏ ଭେରି ଗୁଡ୍ କୋଟ୍। ତୁମେ ଚାହିଁଲେ ତୁମେ ଆନ୍ସର ରାଇଟିଂରେ ମେନସନ୍ କରିପାରିବ। ଦେନ୍ ତମର ଏଇଟା ଦେଖ, ତମର ଯେତିକ ଅଛି ରିନାନ୍ସେସ୍। ଇଏ କ'ଣ କହିଲା ନା, ତମର ଯେଉଁ ଟାଇମ୍ରେ ଇଟଲି କ୍ରେଟ୍, ଇଟଲି ରାଡେଲ ବେସିଲେ ସେ କାହିଁକି କହୁଛି, କୁଆଡ଼େ ଗଲା ଏଟା। It is a prosperous city like Florence, Venice were hubs of the Mediterranean trade. ଦେଖ ସିଷ୍ଟମେଟିକ୍ କ'ଣ ହେଲା ତମର, କୁଆଡ଼େ ଗଲା ଦ ଫଲ୍ ଅଫ୍ ଦି କନଷ୍ଟାଣ୍ଟିନୋପଲ୍। ସେ ତ ଛାଡ଼ ଦେଖିବ ମ୍ୟାପ୍ରେ କୁଆଡ଼େ ଗଲା ଜିନିଷଟା, ଏଇଟା ବା ଏଇଠି ଜାଗାଟା ଥିଲା, ଏଇଟା ତ ତମର ଗଲା ଫ୍ଲୋରେନ୍ସ, ଏଇ ଜାଗାଟା। ଦେନ୍ ତମର ଭେନିସ୍ ସିଟିଟା ଏଇ ପାଖାପାଖି କୋଉଠି ଗୋଟେ ଥିବ। ଭେନିସ୍ 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 ସେଇ ଉପରେ ଅଛି। କାହିଁକି ମୁଁ ଦେଖାଉନି କାଇଁ? ମାନେ ଆଉ ଟିକେ ସ୍କ୍ରଲ୍ କରନ୍ତୁ ଦେଖାଯିବ। ସେ ଫ୍ଲୋରେନ୍ସ ଉପରେ ଉପରେ ଅଛି। ଯାଇକି। ଓହୋ ଭେନାଇସ୍, ଆରେ ହଁ ସେଟା ଉପରେ ରହିଯାଇଛି ଆଉ। ତ ସେ ସବୁ ଟର୍କିରେ ଥିଲା ହେଲା। ତମର ସେଠି ଟର୍କି କହୁଛି, ତମର ଇଟଲିରେ ଥିଲା। ତ ଏଠି ଆକ୍ଚୁଆଲି ଜିନିଷ ଗୁଡ଼ା ଅଧିକା କାହିଁକି ଏକ୍ସପ୍ଲୋର ହେଲା ନା, ଦେଖ ତମର ଫାଷ୍ଟ ଅଫ୍ ଅଲ୍ ଜିନିଷ ଏଠି ପୋର୍ଟ ଡେଭଲପ୍ ହେଇଗଲା। ଦେଖ ଏଠି ତମର ଯେଉଁ ଟାଇମ୍ରେ ଫ୍ୟୁଡାଲିଜିମ୍ ଏଣ୍ଡ ହେଲା, ଏଠି ଫାଷ୍ଟ କ'ଣ ହେଲା, ଅର୍ବାନାଇଜେସନ୍ ହେଲା। ଫାଷ୍ଟ ଅର୍ବାନାଇଜେସନ୍ ହେଲା, ଲୋକ ଅର୍ବାନାଇଜ୍ ହେଲେ, ଲୋକଙ୍କ ହାତକୁ ପଇସା ଆସିଲା। ଏଇସବୁ ଏଇ ଏରିଆ କଥା କହୁଛି, ଲୋକଙ୍କ ହାତକୁ ପଇସା ଆସିଲା। ତ ଏଠୁ ଯେଉଁ ସବୁ ଗୁଡ୍ସ ଆସେ, ଏଠି ତମର ପୋର୍ଟ ପାଖରେ ସବୁ ଏସବୁ ଜାଗା ଯେତିକ ଫ୍ଲୋରିସ୍ ହେଲା, ଭେନିସ୍ ହେଲା, ଏଠୁ କ'ଣ ହୁଏ ନା ପୋର୍ଟ ପାଖରୁ ପୋର୍ଟ ପାଖକୁ ଆସିଲା, ସାଙ୍ଗେ ସାଙ୍ଗେ ମାର୍କେଟକୁ ସବୁ ଯେତିକ ସବୁ ଜିନିଷ ଥାଏ ଟ୍ରାନ୍ସଫର୍ ହେଇଯାଏ। ତ ସେଇ ଯୋଗୁଁ ଜିନିଷ ଏଠି ଅଧିକା, ତାଙ୍କ ହାତରେ ଯେହେତୁ ପଇସା ଥାଏ, ସେ ଯେଉଁ ମାର୍କେଟରୁ ସବୁ ନୂଆ ଜିନିଷ ଆସିଥାଏ, ତାଙ୍କ ଚାହିଦା ତାଙ୍କର ରହେ। ସେଇ ଯୋଗୁଁ ଏଇ ଦୁଇଟା ସିଟି ବହୁତ ମାନେ ଏକ୍ସପ୍ଲୋର କରିବାକୁ ଲାଗିଲେ ହେଲା। ବଟ୍ ଦ ଫଲ୍ ଅଫ୍ ଦି କନଷ୍ଟାଣ୍ଟିନୋପଲ୍, ତମର ଯେଉଁଟା ଥିଲା କନଷ୍ଟାଣ୍ଟିନୋପଲ୍ ଇନ୍ 1453 ବ୍ରଟ୍ ଗ୍ରୀକ୍ ସ୍କୋଲାର୍ସ ଆଣ୍ଡ ଆନ୍ସିଏଣ୍ଟ ମୋନୁମେଣ୍ଟସ୍ ଟୁ ଦି ଇଟଲି। ବ୍ରଟ୍ ଗ୍ରୀକ୍ ସ୍କୋଲାର୍ସ ଆଣ୍ଡ ଆନ୍ସିଏଣ୍ଟ ମୋନୁମେଣ୍ଟସ୍ ଟୁ ଦି ଇଟଲି। ଦେଖ ତମର କନଷ୍ଟାଣ୍ଟିନୋପଲ୍ ସହିତ ସିଷ୍ଟମ୍ କ'ଣ ହେଲା, ଇଏ ଯେଉଁ ଦେଖିଲେ ଏତେ ମାନେ ପ୍ରସ୍ପରସ୍ ଯେଉଁ ହେଉଛନ୍ତି ତମର ୟୁରୋପ ବାଲା, ଇଏ କ'ଣ କଲା ନା ଆଙ୍କର ଟିକେ ଜଲନ ହେଲା। ଏମାନେ କନଷ୍ଟାଣ୍ଟିନୋପଲ୍କୁ ବନ୍ଦ କରିଦେଲେ, ଯେଉଁ ଟାଇମ୍ରେ ଅଟୋମାନ ଏମ୍ପାୟାର ଥିଲା। ଏଇଟା ଦେଖ ତମର ଅଟୋମାନ ଏମ୍ପାୟାରର ମ୍ୟାପ୍ଟା ଉପରେ ଅଛି କି? ସେ ସାଇଡରେ ହିଁ ଅଛି। ସେ ସାଇଡରେ ବି ଅଛି, ଉପରେ ବି ଗୋଟେ ଭଲ ମ୍ୟାପ୍ଟା ଅଛି ବା। ଏଇଟା ତ ମୁଁ ଦେଖେଇଥିଲି ଯେଉଁଟା, ଏଇଟା ତ ଦେଖ ତମର ଏଇଠି ଅଛି ଗ୍ରୀକ୍, ସେଠି କ'ଣ ସେ ଯେଉଁ ଇଟଲି ଅଛି ଏଠି, ଏଇଟା ହିଁ ତମର ଇଟଲି, ତମର ଭେନେସ୍ ଫ୍ରେଞ୍ଚ, ତମର ଭେନେସ୍ ଏଇଟା। ତ ଏମିତି ତମର ସବୁ ଟ୍ରାନ୍ସପୋର୍ଟିଂ ଚାଲେ ହେଲା। କାରଣ ସେଇ ଟାଇମ୍ରେ ଫିଟ୍ ରୁଟ୍ କିଛି ନଥିଲା। ମାନେ ସି ରୁଟ୍ ସହିତ କିଛି ଏପଟ ସେପଟ ଇଏ ହେଉନଥିଲା। ତ ଏସିଆ ସହିତ ତମର ଯେଉଁ କନେକ୍ଟ କରେ, ତ ଏସିଆ ସହିତ ଯେଉଁ ୟୁରୋପ ତମର ଯେଉଁ ବାର୍ତ୍ତାଳାପ କରେ, ବା ଯେଉଁ ବାର୍ତ୍ତାଳାପ କହୁଛି ଟ୍ରେଡ଼ିଂ କରେ, ସେ କନଷ୍ଟାଣ୍ଟିନୋପଲ୍ ଦେଇକି କରେ। ତ ଯେଉଁ ଟାଇମ୍ରେ ଏ ସବୁ ଜାଗା ତମର ଅଟୋମାନ ଏମ୍ପାୟାର ହାତରେ ଥିଲା। ତ ଅଟୋମାନ ଏମ୍ପାୟାର ଯେଉଁ ଟାଇମ୍ରେ ହାରିଗଲା, ମାନେ ଯେଉଁ ଟାଇମ୍ରେ କନଷ୍ଟାଣ୍ଟିନୋପଲ୍କୁ ବନ୍ଦ କରିଦେଲେ,
କନଷ୍ଟାଣ୍ଟିନୋପାଲ କୁ ବନ୍ଦ କରିଦେଲା ପରେ ଏମାନେ ସି ରୁଟ୍ ଖୋଜି ବୁଲିଲେ, କାରଣ ଏମାନଙ୍କର ହାବିଚୁଏଟ୍ ହେଇଗଲାଣି ଜିନିଷ। ଏମାନେ ମାନେ ଇଣ୍ଡିଆରୁ ସେମାନେ ସ୍ପାଇସେସ୍ ନିଅନ୍ତି। ଆଗରୁ ବି ତମର ଯେଉଁ ଟାଇମ୍ରେ କଲୋନି ହେଇନଥିଲା ବି ଆମର ଟ୍ରାଞ୍ଜାକ୍ସନ୍ ହେଉଥିଲା, ଏମିତି ନାହିଁ କି ଇଣ୍ଡିଆ କାହା ସହିତ ଟ୍ରାଞ୍ଜାକ୍ସନ୍ କରୁନଥିଲା, ଟ୍ରେଡ୍ କରୁନଥିଲା। ଯେମିତି ତମେ ମେସୋପୋଟାମିଆ ସଭ୍ୟତା ନାଁ ଶୁଣିଥିବ, ତା ସହିତ ବି ଇଣ୍ଡିଆ ସରି ଆମର ଇଣ୍ଡସ୍ ଲୋକ ଟ୍ରେଡ୍ କରୁଥିଲେ। ତ ଜିନିଷ ଗୁଡିକି ଟ୍ରେଡିଂ ଚାଲିଥିଲା, ବଟ୍ ତମର ରାସ୍ତା ଦେଇକି ଏତେ ସାରା ସି ରୁଟ୍ କି ଇଏ ଏକ୍ସପ୍ଲୋର ହେଉନଥିଲା। କାରଣ ତମକୁ କ'ଣ କହିଲେ, ଆଗରୁ ଲୋକ କ'ଣ ଭାବୁଥିଲେ କି ତମର ପୃଥିବୀଟା ହେଉଛି ଟୋଟାଲ୍ ଆୟତକ୍ଷେତ୍ର, କି ତମେ ଆଗକୁ ଯାଉଛ ଏମିତି ତମର ସମୁଦ୍ର ଅଛି, ଯାଇ 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 ଗଳି ପଡ଼ିବ। ତ ଆଗରୁ ଏମିତି ଏଇଭଳିଆ ଥିଙ୍କିଙ୍ଗ ଥିଲା କି ତମର ଯେଉଁ ପୁରା ରହୁଛି ଓସେନ୍, ସେ ଓସେନ୍ ତଳ ପୁରା ଫ୍ଲାଟ୍ ଥାଏ, ତମେ ଯଦି ଯିବ ଏମିତି ଚାଲି 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 ଯାଇକି ବୁଲି ପାରିବ। ବଟ୍ ଏବେ ଆମେ କ'ଣ ଜାଣୁଛନ୍ତି, ପାହାଡ଼ ଅଛି, କେତେ ସାରା ଖାଲ ଢିପ ଅଛି, ତାପରେ ଆମେ ଜାଣିବାକୁ ପାଇଲେ। ତ ଏସବୁ କେମିତି ହେଲା, ଯେଉଁ ଟାଇମ୍ରେ ଆମେ ଜିଓଗ୍ରାଫିକାଲ ଆମ କତିରେ ଭ୍ୟୁ ଅଧିକା ଆସିଲା। ଆଉ ଯେଉଁ ଟାଇମ୍ରେ ଭାସ୍କୋ ଡା ଗାମା ଥିଲେ, ଜଣ ଯେଉଁ କଲମ୍ବସ୍ ଥିଲେ, ତମେ ଭାବ 1500 ମସିହା ସୁଦ୍ଧା ବି ଆମେ ଜିଓଗ୍ରାଫି ଏତେ ବି ଆକ୍ୱାଣ୍ଟେଡ଼ ହେଇନଥିଲେ। ଆମେ ତ ରିସେଣ୍ଟ ଏଜ୍ରେ ଯେହେତୁ ତମ ଟେକ୍ନୋଲୋଜି ଏ ସବୁ ଜିନିଷ କହିଲେ ତମ ଇଣ୍ଡଷ୍ଟ୍ରିଆଲାଇଜେସନ୍ ପାଇଁ ଏଇସବୁ ସବୁ ଜିନିଷ ହେଇଛି। କାରଣ ଜିନିଷ ଯଦି ଇଣ୍ଡଷ୍ଟ୍ରି ନ ହେଇଥାନ୍ତା, ପଇସା ଆସିଥାନ୍ତା କେଉଁଠୁ ଜିନିଷ? କାରଣ ଗୋଟେ ଇଣ୍ଡଷ୍ଟ୍ରି ଯଦି ହେଉଛି କହିଲେ ନା, ଗୋଟେ କାର୍ ଇଣ୍ଡଷ୍ଟ୍ରି ଯଦି ହେବ, ସେ କାର୍ ପାଖରେ ତମର ଚକା, ଟାୟାର, ସିଏ ସମସ୍ତଙ୍କର ଅଲଗା ଅଲଗା ଇଣ୍ଡଷ୍ଟ୍ରି ଥାଏ। ଟାୟାର ଜଣେ କରିବ ଅଲଗା, ମିରର ଜଣେ କରିବ, ବଡି ଜଣେ ବନେଇବ। ତ ଏମିତି ହେଇ ହେଇ ଗୋଟେ ଇଣ୍ଡଷ୍ଟ୍ରିର ହବ୍ ହେଇଯାଏ। ଆକୁ ତମେ ଗୋଟେ ହବ୍ ହେଇଯାଏ। ତ ଗୋଟେ ବି ଇଣ୍ଡଷ୍ଟ୍ରି ତମର ଆଖପାଖ ଇଣ୍ଡଷ୍ଟ୍ରିକୁ କରିବା ପାଇଁ ମାନେ ଗୋଟେ ସୁଯୋଗ ଦେଇଦିଏ ହେଲା। ତ ଇଣ୍ଡଷ୍ଟ୍ରିଆଲାଇଜେସନ୍ ଯୋଗୁଁ ବହୁତ ସାରା ଫାଇଦା ହେଇଛି। ଆଉ ତମର ଡେଭଲପମେଣ୍ଟ ଯୋଗୁଁ ତ ଜିନିଷ ଜାଣିଥିବ ଯେଉଁ କ'ଣ ହେଇଛି, ବଟ୍ ଜିନିଷ କିଛି ଖରାପ ହେବ, କିଛି ଭଲ ବି ହେବ। ତାପରେ ରିଲାଏନ୍ସ ଗଲା, ତାପରେ ଆମେ ଦେଖିବା ସବୁ ଏଟା ଫଟୋ ଗୁଡ଼ା ବା ଥିଲା ଭଲ, ସବୁ କଟି ଯାଇଛି, ଭଲ ଭଲ ଫଟୋ ଗୁଡ଼ା ଥିଲା। ଛାଡ଼, ହ୍ୟୁମାନିଜିମ୍ କୋର୍ ଫିଲୋସଫି ଫାଷ୍ଟ ଯେଉଁଟା ଆମର ଫାଷ୍ଟ ବାହାରିଲା କି ହ୍ୟୁମାନିଜିମ୍, ମ୍ୟାନ୍ ଇଜ୍ ଦ ମେଜର ଅଫ୍ ଦି ଅଲ୍ ଥିଙ୍ଗ। ତମର ଫୋକସ୍ ଅନ୍ ଦି ଇଣ୍ଡିଭିଜୁଆଲ୍, ସିଫ୍ଟ ଫ୍ରମ୍ ଡିଭାଇନ୍ ଫୋକସ୍ ଟୁ ଦି ହ୍ୟୁମାନ୍ ପୋଟେନ୍ସିଆଲ୍। ଆକୁ ହିଁ ତମେ ରିନାଏନ୍ସର ନାଁ ଦିଅ। ଆଣ୍ଡ ଷ୍ଟଡି ଅଫ୍ ଦି କ୍ଲାସିକାଲ୍ ଲିଟରେଚର, ହିଷ୍ଟ୍ରି, ଯେଉଁ ମାନେ ଏଥିକ୍ସ, ତମେ ଏବେ ଆକୁ କରେଣ୍ଟ ସିଚୁଏସନରେ କେମିତି ତମେ ଆକୁ ଯୋଡ଼ିବ। କାରଣ ଜିନିଷ ଏବେ ଲୋକ କ'ଣ ହେଉଛନ୍ତି, ଆମ ଇଣ୍ଡିଆନ୍ ଲୋକ ଯେତେବେଳେ କେସ୍ ଷ୍ଟଡି କରିବ, ପଛକୁ ଯାଉଛନ୍ତି ଆଗକୁ ଯିବା ବଦଳରେ। ଯେଉଁଠିକି ଆମେ ଥରେ ଏ ଯୁଗ ଦେଇ ଆସିଛନ୍ତି। ଦେଖ, ଡିଭାଇନ୍ ଫୋକସ୍ ତ ଅଛନ୍ତି ହେଲା, ବଟ୍ ଡିଭାଇନ୍ ଫୋକସ୍ ତମ ପାଇଁ ସବୁ କରିବେ ନାହିଁ। ତମେ କ'ଣ ଶୋଇଥିବ ଖାଇବାକୁ ପାଇଁ, ତମ ପାଇଁ ସେ ଆଣି କ'ଣ ଖାଇବା ଉଡ଼ି ଉଡ଼ି ଆସିବ କି? ଆଉ ତମକୁ ଯାହାହେଲେ କିଛି ଗୋଟେ କାମ କରିପାରିବ ନା। ତମର ପୋଟେନ୍ସିଆଲକୁ ହିଁ ତମେ ଆଗକୁ ବାହାର କରିବ। ସବୁ ଯାକ ତମେ ଆଙ୍କ ହାତରେ ଛାଡ଼ି ପାରିବନି ନା। ତାକୁ ହିଁ କହନ୍ତି ତମେ ଗୋଟେ ଡିଭାଇନ୍ ଫୋକସ୍‌ଟୁ ହ୍ୟୁମାନ୍ ପୋଟେନ୍ସିଆଲ୍ ଆଡ଼କୁ ସିଫ୍ଟ ହେଉଛ। ତମେ ଏବେ ବେଦାସ ପଢ଼ିବ, ତମେ ଏବେ ପୁରାଣ ପଢ଼ିବ, ତମେ ଏବେ ଯେତିକ ପାଠ ତମର ଖାଲି କହୁଛି ତମ ସବଜେକ୍ଟ କାହିଁ, ତ ୟୁପିଏସ୍ସିରେ ଆମକୁ ଗୋଟେ ସବଜେକ୍ଟ ପଢ଼ୁଛନ୍ତି କି ବହୁତ ସାରା ସବଜେକ୍ଟ ପଢ଼ୁଛନ୍ତି। ତମର ବେଦାସ, ପୁରାଣ, ତମର ଭଗବତ ଗୀତା ହେଇଗଲା। ଆକୁ ସବୁ ପଢ଼ିଲେ ତମର କ'ଣ ହେବ? ଏସବୁ କ୍ଲାସିକାଲ୍ ଲିଟରେଚର, ହିଷ୍ଟ୍ରି, ଏଥିକ୍ସ। କାରଣ ଏ ଯେଉଁ ଗୀତା ଫିତା ପଢ଼ିଲେ, ଆକୁ ପଢ଼ିଲେ ତମ ଏଥିକ୍ସ ବହୁତ ହେବ କ୍ଲିୟର। ୟୁ ଆର୍ ଏଥିକାଲ୍ ଡିସିସନ୍ ନେବା ପାଇଁ ତମର ବହୁତ କାପାବିଲିଟି ଆସିବ। ସେଇ ଯୋଗୁଁ ତାପରେ ଜିନିଷ ହେଲା କି ମ୍ୟାନ୍ ଇଜ୍ ଦ ମେଜର ଅଫ୍ ଦି ଅଲ୍ ଥିଙ୍ଗ। ସବୁ ସେ ହିଁ କରେ, ସେ ବେକାରଟାକୁ ଆକୁ ତାକୁ ଇଣ୍ଡିପେଣ୍ଡେଣ୍ଟ ହେଇକି ରହେ। ଆଚ୍ଛା, ଦେନ୍ ଇନଫର୍ମେସନ୍ ରିଭଲ୍ୟୁସନ୍। ଆମର ଇନଫର୍ମେସନ୍‌ରେ କ'ଣ କ'ଣ ସବୁ ରିଭଲ୍ୟୁସନ୍ ଆସିଲା? ତ ଫାଷ୍ଟ ଯେତେବେଳେ 1450ରେ ମାସ୍ ପ୍ରଡକ୍ସନ୍ ବୁକ୍ସ ବ୍ରୋକ୍, ହଁ, ଦି ମାସ୍ ପ୍ରଡକ୍ସନ୍ ଅଫ୍ ବୁକ୍ସ ବ୍ରୋକ୍ ଦ ଚର୍ଚ୍ଚ ମୋନୋପୋଲି ଆଣ୍ଡ ଦ ନଲେଜ୍। କାରଣ ଦେଖ, ଯେଉଁ ଟାଇମ୍‌ରେ ପ୍ରିଣ୍ଟିଂ ମେସିନ୍ ବାହାରିଗଲା କମ୍ୟୁନିକେସନ୍ ପାଇଁ, କାରଣ ଦେଖ ଲୋକମାନଙ୍କୁ ଚର୍ଚ୍ଚ ମାନେ ଗୋଟେ ବହିରେ ଆଚ୍ଛାଦିତ କରିକି ରଖିଥିଲେ। ଏବେ ଯେମିତି ଆମେ ଇଣ୍ଟରନେଟ୍ ଖୋଲିକି ପାଇଯାଉଛନ୍ତି, ସବୁ ଜାଗାରେ ଲେଖା ହେଇଛି, ଦେଖ ସ୍ପ୍ରେଡ୍ ଅଫ୍ ଲିଟରେସି ଲେଖା ହେଇଛି। ଆଗରୁ ତ ଲୋକମାନଙ୍କ ପାଖରେ ଏତେ ନଥିଲା ନା, ତାଙ୍କ ପାଖରେ ବହି କାହିଁ, ଖାଇବା କାହିଁ, ତାଙ୍କର ତ ମେନ୍ ଜିନିଷ ଖାଇବା ହିଁ ନଥିଲା ନା, ବହି ଫହି ସେସବୁ ଦୂରର କଥା। ତ ଯେଉଁଠି ଏସବୁ ପ୍ରିଣ୍ଟିଂ ମେସିନ୍ ଫେସିନ୍ ଆସିଗଲା, ସେଠି କମ୍ୟୁନିକେସନ୍ ଅଧିକା ହେଲା। ସେଇ ଯୋଗୁଁ ଚର୍ଚ୍ଚର ମୋନୋପୋଲି ଆସ୍ତେ ଆସ୍ତେ ଭାଙ୍ଗିବାକୁ ଲାଗିଲା। ମାର୍ଚ୍ଚ ଅଫ୍ ଦି ଗୁଟେନବର୍ଗ 1450ରେ ତମର ଲିଟରାସି ସ୍ପ୍ରେଡ୍ ହେବାକୁ ଲାଗିଲା। ଭର୍ନାକୁଲାଇଜେସନ୍ ମାନେ ତମର ଦେଶୀ, ଯେମିତି ମୁଁ ଏବେ ଓଡ଼ିଆରେ ପଢ଼ିବି, ମୋର ଯେତିକ ପାଠ ଏବେ ମୁଁ ଓଡ଼ିଆରେ ପଢ଼ିବି, ଦ୍ୟାଟ୍ ଇଜ୍ ମାଇ ଭର୍ନାକୁଲାର ଲାଙ୍ଗୁଏଜ୍, ମୋ ମାତୃଭାଷା। ବାଇବେଲ୍ ଇନ୍ ଦ କମନ୍ ଲାଙ୍ଗୁଏଜ୍, ବା ତାଙ୍କ ଭାଷାରେ ପଢ଼ିବେ। ଆଣ୍ଡ ଦେଖିଲ ତ ଏବେ ଆମ ପର୍ତ୍ତୁଗୀଜ ମାନେ ଏଠି ଆସିକି ଯେଉଁ ପ୍ରିଣ୍ଟ କରିଥିଲେ ବାଇବେଲ୍ ହେଲା କି ଯାହା ହେଲା, ଏ ମେସିନ୍ ସବୁ ଏଠି ବାହାରି ଯାଇଥିଲା, ଆଙ୍କର ଇଫେକ୍ଟ ଇଣ୍ଡିଆକୁ ଆସିଥିଲା। ତ ଏବେ ତମେ ଜିନିଷ ଭଲସେ କନେକ୍ଟ କରିପାରୁଥିବ ମଡ଼ର୍ଣ୍ଣ ହିଷ୍ଟ୍ରି ପଢ଼ି ସାରିଲା ପରେ। ଆଣ୍ଡ ରାପିଡ୍ ସେୟାରିଂ ଅଫ୍ ଦି ସାଇଣ୍ଟିଫିକ୍ ଆଇଡ଼ିଆଜ୍,
ଜିନିଷ ସେୟାରିଂ ହେଇଛି ବୋଲି ତ ଏତେ ବାଟ ଆସିଲା ନା, କାରଣ ଯିଏ ତାଙ୍କର କଲୋନୀ ଥିଲେ ସେ ବି ସେ ସୁବିଧାର ଉପଭୋଗ ପାଇଛନ୍ତି। ଆଚ୍ଛା, ଦେନ୍ ଇଟ୍ ଇଜ୍ ୟୋର୍ ସାଇଣ୍ଟିଫିକ୍ ଆଇ ଇନ୍ ଦି ଆର୍ଟ। ଆର ମିନିଂ ହେଲା କ'ଣ ଇଏ କହୁଛି, ତମର perspective mathematics applied to the painting to create 3D depth on the 2D surface। 2D surface ଉପରେ 3D depth ରେ painting create ପାଇଁ autonomy ଆସିଲା। artist like the Da Vinci dissected the bodies to understand the muscle movements। ଆସ୍ତେ ଆସ୍ତେ anatomy ବି ତମର clear ହେଲା। patronage wealthy families ତମର ଯାହାକି medicis are funded art as a sign of the power and the secular ପ୍ରାଇଜ୍। ପାଟ୍ରୋନାଇଜ୍ ମାନେ କ'ଣ, ରାଜା ଯଦି ଗୋଟେ ଅଛି ସେ ତାର କଳାକୃତୀୟ ଲୋକମାନଙ୍କୁ ପାଟ୍ରୋନାଇଜ୍ କରେ ବା କିଛି ଗ୍ରାଣ୍ଟ ଦିଏ ଖୁସି ହେଇକି, ତାକୁ ପାଟ୍ରୋନାଇଜ୍ ସିଷ୍ଟମ୍ ଆସିଗଲା। ଆଣ୍ଟୋନୋମି ଆସିଗଲା କି ତାଙ୍କର ଭେସେଲ୍ ମସଲ୍ ଫସଲ୍ ଟିକେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଡେଭଲପମେଣ୍ଟ ହେଲା। ପ୍ରସ୍ପେକ୍ଟିଭ୍ ତମର ମ୍ୟାଥମେଟିକ୍ସର ୟୁଜ୍, କାରଣ ଆମେ ଜାଣିଥିବା ଯଦି ମ୍ୟାଥମେଟିକ୍ସର କିଏ ପଚାରିଲା ହିଷ୍ଟ୍ରି, ତମେ କହିଦେବ କି ଇଣ୍ଡସ୍ ଭ୍ୟାଲିର ଲୋକମାନେ ତମର 6, 16, 64, 256 ଏଇଭଳିଆ ଜିନିଷ ୟୁଜ୍ କରୁଥିଲେ ତାଙ୍କର ୱେଟିଂ ପାଇଁ, ମାନେ ୱେଟ୍ ଇଏ କରିବା ପାଇଁ। ତ ଆସ୍ତେ ଆସ୍ତେ ଯେଉଁ ମ୍ୟାଥମେଟିକ୍ସ ଆଗରୁ ଫାଏର ଜିନିଷ ଲେଖିବ, ଜିରୋ କେବେ, ମାନେ ଏତେ ସାରା ଆକୁ ବେଦାସ ଜିନିଷ କିଛି ଏଠି ଲେଖିବନି, ଯେଉଁଟାକି ରିଏଲ୍ ଫ୍ୟାକ୍ଟ ସବୁ ହେଲା। ତ ଏସବୁ ଜିନିଷ ବିଷୟରେ ତମେ ଯଦି ହିଷ୍ଟ୍ରି ବିଷୟରେ ପଢ଼ିବାକୁ ଚାହିଁଲ ୟୁ କ୍ୟାନ୍। ଆଚ୍ଛା, ଦେନ୍ ତମର ସାଇଣ୍ଟିଫିକ୍ ମାନେ ଆର୍ଟରେ ଏଇ ସବୁ ସାଇନ୍ସ ଆସିଲା। ଫାର୍ଷ୍ଟ ଆମେ ଦେଖିଲେ କ'ଣ କମ୍ୟୁନିକେସନ୍ ସବୁ କ'ଣ ଆସିଲା, ଦେନ୍ ସାଇନ୍ସ ଉପରେ କ'ଣ ଆସିଲା, ଦେନ୍ ସାଇନ୍ସ କ'ଣ ନା କ୍ୱେଶ୍ଚିନିଂ ଦି ଅଥରିଟି। ମାନେ ଏଇ ଯେଉଁ 3 ଜଣ ଜିନିଷ ଥିଲେ, ଦି ରିନାଏନ୍ସ ବାର୍ଥ ଦ ଏମ୍ପିରିକାଲ ମେଥଡ଼। ନଲେଜ ମଷ୍ଟ ବି ବେସ୍ଡ ଅନ୍ ଦି ଅବଜରଭେସନ୍ ଆଣ୍ଡ ଡାଟା, ନଟ୍ ଜଷ୍ଟ ଏ ସ୍କ୍ରିପ୍ଟ। ଯେମିତି ତମର ଥେସିସ୍ ସବୁ ଲେଖାଯାଏ, ଯେମିତି ତମର ଥିଓରି ସବୁ ଥାଏ। ଦେଖ ଥିଓରି ଆଉ ତମର ଆଉ କ'ଣ ଅଛି ଗୋଟେ ତମର ସେ ଯେଉଁ କ'ଣ ସେଗୁଡ଼ାକୁ ଥିଓରି ମାନେ କେଉଁଗୁଡ଼ା କହିଲ, ଯେଉଁଗୁଡ଼ାକ ସବୁ ଦେଖିବ ତମର ଗୋଟେ ବହିରେ ଲେଖା ହେଇଥିବ ସବୁ, ଆଇନଷ୍ଟାଇନ୍ କି ଆଙ୍କର ସେ ସବୁ ଦିଅନ୍ତି ଲ ଟାଇପ୍ର ମାନେ ଜିନିଷ। କ'ଣ କହିଲ ଥିଓରି ମାନେ ଯେଉଁଗୁଡ଼ାକ ପ୍ରାୟ ଜିନିଷ ତାଙ୍କର ପ୍ରୁଭ୍ ହେଇନଥାଏ। ଥେସିସ୍ ସମସ୍ତଙ୍କର ଲେଖାଯାଏ ନାହିଁ ହେଲା। ଥେସିସ୍ ଯେଉଁମାନେ ସବୁ ପ୍ରୁଭ୍ କରିପାରନ୍ତି କି ଜିନିଷଟା ଏମିତି ହେଲା। ଯେମିତି PhD ତମେ କାହିଁକି ପାଅ, PhD ଯେଉଁ ତମେ ପାଇବ ତମକୁ ଗୋଟେ ସବଜେକ୍ଟ ଦିଆହେବ, ତମେ ସେ ସବଜେକ୍ଟକୁ ଦେଖିକି ପ୍ରୁଭ୍ କରିବ କି ଏଇଟା ଏମିତି ହେଉଛି ବୋଲି, ବା ତମକୁ କଣ୍ଡିସନ୍ ବି ଦେବାକୁ ପଡ଼ିବ କି ଏମିତି ଜିନିଷ ଅଛି ବୋଲି। ଖାଲି ନାଇଁ କି ମୁଁ ଏଇଟା ଜାଣିଲି, ଆଚ୍ଛା ଏଇଟା କ'ଣ ନା ଏଇଟା ହେଉଛି ଭଗବାନଙ୍କଠୁ ପାୱାର ଆସୁଛି ଆଉ ଏମିତି ଜିନିଷଟା ହେଇଛି, ତ ମୋତେ PhD ଦିଅ। ତ ସେମିତି ଜିନିଷ ହେବନି ଏଠି ହେଲା। ତ ଫାର୍ଷ୍ଟ କ'ଣ ହେଉଛି କି କୋପର୍ନିକସ୍, ଯିଏକି ତମର ହେଲିଓସେଣ୍ଟ୍ରିକ୍ ମଡ଼େଲ୍ ବାହାର କରିଥିଲେ। ଆଉ ଇମ୍ପାକ୍ଟରେ ତମର ଡିସପ୍ଲେସ୍ଡ ଆର୍ଥ ଆଣ୍ଡ ମ୍ୟାନ୍ ଫ୍ରମ୍ ଦ ସେଣ୍ଟର। ତମର ଆର୍ଥ ତା ଜାଗାରୁ ବା ସେଣ୍ଟରରୁ ଡିସପ୍ଲେସ୍ ହୁଏ ବୋଲି ସବୁ ଜାଣିବାକୁ ପାଇଲେ। ଇଏ ତମର ହେଲିଓସେଣ୍ଟ୍ରିକ୍ ଯେଉଁ ମଡ଼େଲ୍ ମନେ ରଖିଥିବ ବାହାର କରିଥିଲେ କୋପର୍ନିକସ୍। ଗାଲିଲିଓ ତାଙ୍କର ବାହାର କରିଥିଲେ କ'ଣ ଟେଲିସ୍କୋପ୍, ଅବଜରଭେସନ୍ ପାଇଁ ସେ ତାଙ୍କର ଗୋଟେ ଟେଲିସ୍କୋପ୍ ବାହାର କରିଥିଲେ। ଇଟ୍ସ ପ୍ରୁଭେନ୍ ଦି ଥିଓରି ୱିଥ୍ ଦି ଫିଜିକାଲ ଏଭିଡେନ୍ସ। ନ୍ୟୁଟନ୍ କ'ଣ ବାହାର କରିଥିଲେ ତମର ଲ ଅଫ୍ ଦି ମୋସନ୍, ଦ୍ୟାଟ୍ ଇଜ୍ ୟୁନିଭର୍ସ ଆଜ୍ ଏ ଲଜିକ୍ ଆଣ୍ଡ ପ୍ରେଡିକ୍ଟେବଲ୍ ମେସିନ୍। ତ ନ୍ୟୁଟନଙ୍କର ଲ ଅଫ୍ ମୋସନ୍ରେ ତମେ ଜାଣିଥିବ ନ୍ୟୁଟନଙ୍କର ଯେଉଁ କ'ଣ 3ଟା ଲ ଅଛି, 1 2 3 କ'ଣ 1 2 3 3ଟାଙ୍କ ଲ। ଫାର୍ଷ୍ଟ ଲ ହେଉଛି ତମର ଯେତେ ଯାଏଁ ଗୋଟେ ବସ୍ତୁକୁ ବାହ୍ୟ ପ୍ରୟୋଗ ନ ହେଇଛି ସେ ତା ଜାଗାରୁ ଘୁଞ୍ଚିବ ନାହିଁ। ସେକେଣ୍ଡ କ'ଣ, ସେକେଣ୍ଡ ହେଉଛି ମୁଁ ଗୋଟେ ବସ୍ତୁକୁ ଯେତେ ବଳରେ ଫିଙ୍ଗିଥିବି ତାର ସେତିକି ବଳ ତା ଦେହରେ ନିହିତ ହେଇକି ଥିବ, ମୁଁ ଇନିସିଆଲି ତାକୁ ଯେତେ ଜୋରରେ ଫିଙ୍ଗିଥିବି। ଥାର୍ଡ଼ କ'ଣ, ଏଭ୍ରି ତମର ଆକ୍ସନ୍ର ଅପୋଜିଟ୍ ରିଆକ୍ସନ୍, ଏଇଟା ସବୁ ଜାଣିଥିବ। ଦେନ୍ ଇଏ ତମର ସାଇନ୍ସର କ୍ୱେଶ୍ଚିନିଂ ଅଥରିଟି ଆସିଗଲା, ସବୁ ଜିନିଷ ଉପରେ କ୍ୱେଶ୍ଚିନ୍ କରିବା ଲୋକ ଷ୍ଟାର୍ଟ କଲେ। ସେ କହୁଛି କି ଯଦି ତମର ଏକ୍ଜାମ୍ରେ ଆସିଲା ରିନିଆନ୍ସ ବିଷୟରେ କେମିତି ଗୋଟେ ଭ୍ୟାରିୟସ୍ ଅଫ୍ ସେପ୍ ଟାଇପିକାଲ୍ ଅଫ୍ ସେପ୍ ନେଉଛି, ତମେ ସବୁ ମାନେ ଆସେପ୍ଟକୁ ଯୋଡ଼ି ପାରିବ ହେଲା। ଦେନ୍ ଇଣ୍ଡଷ୍ଟ୍ରିଆଲ ଜେନେସିସ୍ କ'ଣ, ଦି ଆଗ୍ରେରିଆନ୍ ଫାଉଣ୍ଡେସନ୍। ଫାର୍ଷ୍ଟ କ'ଣ ଆଗ୍ରିକଲଚରରେ ହିଁ ବେଶୀ ସାରା ଜିନିଷ ହେଲା। କ'ଣ, ଦି ଏଫିସିଏନ୍ସି ଓଭର ଦି ନମ୍ବର। ବିଫୋର ଦ ଫ୍ୟାକ୍ଟ୍ରି କେମ୍ ଦ farm reform, ମାନେ before the factory came the farm reform. The agricultural revolution increased the food supply with fewer workers, enclosed the movement ମାନେ consolidation of the communal land into the private farms। private farm ହେଇଗଲେ ମୁଭମେଣ୍ଟ ତର ଏନକ୍ଲୋଜ ହେଇଗଲା। ଆଣ୍ଡ ନ୍ୟୁ ଟେକ୍ନୋଲୋଜି ଯେହେତୁ ଜେଟ୍ରୋ ଟୁଲ୍ସ, ସିଡ୍ ଡ୍ରିଲର ସବୁ ଆସିଗଲେ, କ୍ରପ୍ ରୋଟେସନ୍ ଷ୍ଟାର୍ଟ ହେଇଗଲା। ଇଟ୍ ଇଜ୍ ଏଲିମିନେଟିଂ ଦି ଫ୍ୟାଲୋ ଇୟର୍ସ, ମାନେ ଯେଉଁ ଟାଇମ୍ରେ ଫ୍ୟାଲୋ ମାନେ ଜିନିଷକୁ
ମାନେ ସେ ଜମିଟାକୁ ଖାଲି ନ ଛାଡ଼ିକି ତା ଦେହରେ କିଛି ନା କିଛି ଜିନିଷ ଖାଲି ଟାଇମ୍‌ରେ ବି ଅମଳ କରିଦଉଥିଲେ। ତ ଏଇଭଳିଆ ତମର ନୂଆ ନୂଆ ସବୁ ମେସିନ୍ ଆସିବା ଷ୍ଟାର୍ଟ ହେଲା। ଯୋଉଠି ନୂଆ ନୂଆ ସବୁ ମେସିନ୍ ଆସିଲା, ତମର ସିଡ୍ ଡ୍ରିଲ୍ ଆସିଲା, ତମର ଆଗ୍ରେରିଆନ୍ ଫାଉଣ୍ଡେସନ୍ ଏଠୁ ଷ୍ଟାର୍ଟ ହେଇଥିଲା। ଲୋକ ଟିକେ ଏଫିସିଏନ୍ସି ଓଭର୍ ଦି ନମ୍ବର। ତମର ଯୋଉ ଟାଇମ୍‌ରେ ଫାର୍ମ ହେଇଗଲା, କାରଣ ବିଫୋର୍ ଦି ଫ୍ୟାକ୍ଟ୍ରି ଲୋକ ଫାର୍ମ ଉପରେ ଆସିଲେ। ତ ଫାର୍ମରେ କିଛି ଲ ଆପ୍ଲାଏ ହୁଏ। ଫାର୍ମରେ ଲୋକ ଯୋଉ ଏନକ୍ଲୋଜ୍ ହେଲେ, ତାଙ୍କର ଏଠି ବହୁତ ସାରା ଟେକ୍ନୋଲୋଜି ୟୁଜ୍ କଲେ, ତାଙ୍କର ପ୍ରଡକ୍ସନ୍ ଇନକ୍ରିଜ୍ ହେଲା। କାରଣ ସେ ଟାଇମ୍‌ରେ ସମସ୍ତଙ୍କ ପାଖରେ ଦେଖ ପଇସା ଯାହା ପାଖରେ ଥିବ, ଏଠି ପ୍ରାଇଭେଟ୍ ମୁଁ କାହିଁକି କହୁଛି, ଯାହା ପାଖରେ ସିନା ପଇସା ଥିବ ସେ ଏତେ ସାରା ଜିନିଷ କିଣିକି ଆଣିକି ଲଗେଇ ପାରିବ। ଛୋଟ ଶ୍ରମିକମାନେ କେମିତି ଆଣିକି ଲଗେଇବେ? ଏବେ ସିନା ଜିନିଷ ତମର ଇଏମ୍ଆଇରେ ମିଳିଯାଉଛି। ସେ ଟାଇମ୍‌ରେ କଣ ଜିନିଷ ଏମିତି ହେଇକି ଥିଲା କି? ଆଚ୍ଛା, କୋଲ୍ ଆଣ୍ଡ ଦି ଆଇରନ୍ ଆଣ୍ଡ ଦ ଫୁଏଲ୍। କୋଲ୍ ଆଣ୍ଡ ଦି ଆଇରନ୍ ଆଉ ଫୁଏଲ୍ କ'ଣ କହୁଛି ଏଠି ନା ବ୍ରିଟେନ୍ ହାଡ୍ ହାଇ ଗ୍ରେଡ୍ କୋଲ୍ ଆଣ୍ଡ ଆଇରନ୍ ଆଣ୍ଡ ଲୋକେଟେଡ୍ କ୍ଲୋଜ୍ ଟୁଗେଦର ଆଣ୍ଡ ନିୟର ନାଭିଗେବଲ୍ ୱାଟର। କହିଲେ ନା ତାଙ୍କର ଇଂଲିଶ ଚ୍ୟାନେଲ୍ ଯୋଉ ଅଛି, ଏଠି ଦେଖ ତାଙ୍କର ଏଇଟା ଟୋଟାଲ ହେଉଛି ଆମର କ'ଣ ଇଂଲଣ୍ଡଟା। ଯୋଉ ଇଂଲଣ୍ଡରେ ତମର ଏଠି ଦେଖ ରାମସେ, ଯୋଉ ସବୁ ନାଁ ଶୁଣିଥିବ ତମର ରାମସେ ଫାମସେଙ୍କର, ଏ ତ ସବୁ ଜାଗା ନାଁ ଦେଖିଥିବ। ରାମସେ ହେଲା ତମର ଫେମସ୍ ନାଁ ଗୋଟେ। ଦେନ୍ ତମର ଆଉ କ'ଣ ଅଛି ଫେମସ୍ ନାଁ ଶୁଣିନଥିବ, ଛାଡ଼। ଅକ୍ସଫୋର୍ଡ, ଏଇଠି ଦେଖ ତମର ଅକ୍ସଫୋର୍ଡ ଷ୍ଟ୍ରିଟ୍ ଏଇଠି ତମର ଅଛି। ଦେନ୍ ତମର ଛାଡ଼ ଫେମସ୍ ଫେମସ୍ ଜାଗା କେତେଟା ଆଉ। ତ ଉଡ୍ ୱାଜ୍ ରନିଂ ଆଉଟ୍, କୋଲ୍ ବିକମ୍ ଦ ନ୍ୟୁ ମାଷ୍ଟର ଏନର୍ଜି ସୋର୍ସ। ଏଠି ତମର କାରଣ ବ୍ରିଟେନ୍ ଏଇ ଯୋଗୁଁ ହିଁ ତ ଏତେ ସାରା ଜିନିଷରେ ସେ ଅଗ୍ରଗତି କଲା ନା। ତା କତିରେ ବହୁତ ହାଇ ଗ୍ରେଡ୍‌ର କୋଲ୍ ଆଉ ଆଇରନ୍ ଥିଲା। ହାଇ ଗ୍ରେଡ୍‌ର କୋଲ୍ ଆଇରନ୍ କ'ଣ ତମେ ଜିଓଗ୍ରାଫିରେ ପଢ଼ିଛ ହେଲା। ଦେନ୍ କଲୋନିଜିମ୍ ଆଣ୍ଡ ଦି କ୍ୟାପିଟାଲ। ତ ବ୍ରିଟିଶର୍ସ ଦେଖ କୁଆଡ଼େ ଗଲା ଦ ଦେଖିବା ଆଉ କେତେ ଅଛି, ନହେଲେ ଅଧା କରିଦବା, ଅଧା କରିଦବା। ଗୋଟେ ଦେଖିଦିଏ କେତେ ପେଜ୍ ଅଛି ଏଟା। 22 ପେଜ୍ ଚାଲିଛି ନାଇଁ କି? 22 ପେଜ୍ ହେଲେ ଏଟା ଅଛି କେତେ ପେଜ୍? 36 ପେଜ୍ ଅଛି। ଦେଖିବା 9ଟା ବେଳେ ସାରିଦବା ଆଉ। ଆଚ୍ଛା, ଫାର୍ଷ୍ଟ ତମର ହେଉଛି ଗ୍ଲୋବାଲ୍ ଟ୍ରେଡ୍ ହବ୍ କ'ଣ, ତମର କଲୋନିଜିମ୍ ଆଉ କ୍ୟାପିଟାଲିଜିମ୍ ଭିତରେ ଡିଫରେନ୍ସ କ'ଣ ବୁଝିବା। ତ ବ୍ରିଟିଶ ଏମ୍ପାୟାର ପ୍ରୋଭାଇଡ୍ ଦି ଭାଷ୍ଟ ମାର୍କେଟ୍ ଆଣ୍ଡ ଚିପ୍ ର ମ୍ୟାଟେରିଆଲ୍ସ, କଟନ୍ ଫ୍ରମ୍ ଦି ଇଣ୍ଡିଆ, ୟୁଏସ୍, ସୁଗାର ଫ୍ରମ୍ ଦି କ୍ୟାରିବିଆନ୍। କହିଲେ ତାଙ୍କର ଗୋଟେ କଲୋନି ନଥିଲା, ତାଙ୍କର ଭ୍ୟାରିୟସ୍ ଅଫ୍ କଲୋନି ଥିଲା ହେଲା। ତ ଦେନ୍ ଇଟ୍ ୟୋର୍ ଏଇଠି ଦେଖ ତମର କେତେ ସାରା ଜିନିଷ ତମକୁ ଏଠୁ ଆସୁଥିଲା, ଦେଖଉଛି ରୁହ ତମକୁ। ଆଣ୍ଡ accumulated the capital from the slave trade, a colonial long route, it is the reinvested into the industrial tech। ଏଇଠି ଦେଖ ତମର ଯେତିକ ସବୁ ସ୍ଲେଭ୍ ତାଙ୍କର ଏଇଠୁ ଟ୍ରାନ୍ସପୋର୍ଟ ହୁଏ। ଏଇଠି ତମର ଦେଖ ଗୋଟେ ଜାଗା ନାଁ ଅଛି, ଆ ନାଁ ହେଉଛି ଇଭ୍ରଏ, ଆ ନାଁ ହେଉଛି ଇଭ୍ରଏ, ଇଭ୍ରଏ କୋଷ୍ଟ, ଇଭ୍ରଏ କୋଷ୍ଟ। ଏଇ କୋଷ୍ଟରେ ତମର ହାତୀ ଦାନ୍ତ ଚାଲାଣ ହୁଏ ହେଲା। ଦେଖିବ ସବୁ ଯେତିକ ଗୋଲ୍ଡ, ଇଭ୍ରି, ସ୍ପାଇସେସ୍, ହାର୍ଡୱେର୍, ଉଡ୍ ସବୁ ସବୁ ଏଇପଟୁ ବ୍ରିଟେନକୁ ଯାଏ। ଏପଟୁ ସବୁ ଲକ୍ସରୀ ଗୁଡ୍ ସବୁ ଆସେ। ଗନ୍ ଫନ୍, ଆଇରନ୍ ଫାଇରନ୍, ବିୟର୍ ଫିୟର୍ ସବୁ ଇଏ ଆଫ୍ରିକାକୁ ଟ୍ରାନ୍ସପୋର୍ଟ କରେ। ଏଠି ତାଙ୍କର ସବୁ ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି ଲଗେଇକି, କାରଣ ଯୋଉଠି ସବୁ ଇନବିଲ୍ଡ ଜିନିଷ ଗୁଡ଼ା ଥିବ, ଫିନିଶ୍ ଗୁଡ୍, ସେ ଯଦି ସେଠୁ କାହାକୁ ବିକି ପାରୁଥିବ, ସେଇ ଯୋଗୁଁ ତ ତମେ ଦେଖୁନ ଆଫ୍ରିକାଟା ଏମିତି କାହିଁକି ହେଇଛି। କାରଣ ଆଫ୍ରିକାଟାକୁ ସବୁ ମିଶିକି ମାନେ କହିଲେ କି ମୁଁ ଏଟା ନେବି, ତୁ ଏଟା ନେ, ତୁ ଏଟା ନେ, ମୁଁ ଏମିତି ନେବି, ମୁଁ ଏଟା ନେବି, ମୁଁ ଏଠି ମାନେ ମୋ ଏରିଆଟା, ମୋ ଏରିଆଟା, ମୋ ଏରିଆଟା, ଏମିତି ହେଇ ହେଇ ତମ ଆଫ୍ରିକା ମ୍ୟାପ୍ ଆକ୍ଚୁଆଲିରେ ଏମିତି ହେଇଛି। ତମ ପ୍ୟାରିସରେ ଯେଉଁ ସବୁ ସିଷ୍ଟମ୍ ହେଇଥିଲା ଆଫ୍ରିକା ବିଷୟରେ, କି ଆଫ୍ରିକାର ଏସବୁ ଜାଗା ଡିଭାଇଡ୍ ହେଇଥିଲା, କାରଣ ଏସବୁ ଜିନିଷ ତାଙ୍କର କଲୋନି ହିସାବରେ ଏଠୁ ଜାଗା ଉଠେଇଥାନ୍ତେ ହେଲା। ତ ଏଠୁ ଖାଇ 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 ପୁରା ମାନେ ଖାଇପାରିଲେନି, କେମିତି ଖାଇବେ। ତ ସେଇଠୁ ଦେଖ ସେ ଜାଗା ସବୁ ଏବେ ବି ଅନଡେଭଲପ୍ ହେଇକି ଅଛନ୍ତି, ବେଶୀ କିଛି ଚେଞ୍ଜ ହେଇଯାଇନି ହେଲା। ଦେନ୍ ତ କଲୋନିଜିମ୍ ସବୁବେଳେ ଗୋଟେ ମାନେ ତମେ କଲୋନିଜିମ୍ ବିଷୟରେ ତ ତମେ ଯେଉଁ ମଡ଼ର୍ଣ୍ଣ ହିଷ୍ଟ୍ରିରେ ବହୁତ ପଢ଼ିଥିବ। କଲୋନି କଲୋନି ମାନେ ତାପରେ ଆମେ ଦେଖିବା ଆଗକୁ ଯେମିତି ତମର ରିଭଲ୍ୟୁସନ୍ ସବୁ ଆସିବ ଫ୍ରେଞ୍ଚରେ, ଇଏରେ, ସେ କଲୋନିଜିମ୍ ଯୋଗୁଁ କେତେ ସାରା ଇଫେକ୍ଟ ହେଲା ଆମେ ଆଗକୁ ଦେଖିବା ହେଲା। ହ୍ୱାଇ ବ୍ରିଟେନ୍ ପଲିଟିକାଲ୍ ଆଣ୍ଡ ଦି ଷ୍ଟାବିଲିଟି, କ'ଣ ବୋଲି ଲେଖା ହେଇଛି ଏଟା, ହ୍ୱାଇ ବ୍ରିଟେନ୍ ଇଜ୍ ପଲିଟିକାଲ୍, ମାନେ ଯେଉଁ କ'ଣ ହ୍ୱାଇ ଇଜ୍ ବ୍ରିଟେନ୍ ଫାଷ୍ଟ ତାଙ୍କର ଷ୍ଟାବିଲିଟି ୱାଇଜ୍, ଇଟ୍ ଇଜ୍ ରିଲେଟିଭ୍ ଇଣ୍ଟରନ୍ୟାସନାଲ୍ ପିସ୍ ଆଣ୍ଡ ଏ ଷ୍ଟେବୁଲ୍ କନଷ୍ଟିଟ୍ୟୁସନାଲ୍ ମୋନାର୍କି କମ୍ପେୟାର୍ଡ ଟୁ ଦି ଟୋରମାନ ଇନ୍ ଫ୍ରାନ୍ସ। ଦେଖ
ତମର କନଷ୍ଟିଟ୍ୟୁସନାଲ ମୋନାର୍କି ମାନେ କଣ? ମୋନାର୍କି ମାନେ ଜାଣିଥିବ ରାଜ୍ୟ ଶାସନ, ଗୋଟେ ରାଜା ଥିବ। ତ ଏଇ ରାଜାଟା ତାଙ୍କର କନଷ୍ଟିଟ୍ୟୁସନରେ ଅଛି। ଆମର ଯେମିତି ଇଣ୍ଡିଆରେ କୋଉଠି ଆମର ଲେଖାଯାଇଛି କି ଆମ ଇଣ୍ଡିଆନ କନଷ୍ଟିଟ୍ୟୁସନ ଆମର ଜଣେ କିଙ୍ଗ ରହିବେ ବୋଲି। ବଟ୍ ତାଙ୍କର କନଷ୍ଟିଟ୍ୟୁସନାଲ ମୋନାର୍କ ତାଙ୍କର। ତ ତାଙ୍କର ଗୋଟେ ଫାଷ୍ଟ ଷ୍ଟାବିଲିଟି ଆସିଗଲା। ଦେନ୍ ପ୍ୟାଟେଣ୍ଟସ୍, ଇଟ୍ ଇଜ୍ ଏ ଲିଗାଲ ପ୍ରୋଟେକ୍ସନ୍ ଫର୍ ଦି ଇନଭର୍ଟର୍ସ। ଯେଉଁମାନେ ଇନଭେଣ୍ଟ କଲେ ଜିନିଷ ଗୁଡ଼ାକୁ, ଇଏ ସବୁ ଆସ୍ତେ ଆସ୍ତେ ନୂଆ ନୂଆ ଷ୍ଟାର୍ଟ କରିକି ଇଏ ତାର ଆଗେ ସମସ୍ତଙ୍କୁ ପାଟେଣ୍ଟ ଦେଇଦେଲା କି ଇଏ ମୋ ଛୁଆ ବାହାର କରିଛନ୍ତି, ଆ ନାଁରେ ହିଁ ଏ ପାଟେଣ୍ଟଟା ରହିଲା। ତ ଇନସେଣ୍ଟିଭାଇଜ ଦି ଥିଙ୍କର୍ସ ଆଣ୍ଡ ଦି ଇନୋଭେସନ୍, ତାଙ୍କୁ ସେ ଇନସେଣ୍ଟିଭ ଦେଲେ, ଏ ଜିନିଷ ଗୁଡ଼ାକୁ ସବୁ ଇନସେଣ୍ଟିଭ ଦେଲେ। ବ୍ୟାଙ୍କିଂ, ଦି ବ୍ୟାଙ୍କ ଅଫ୍ ଦି ଇଂଲଣ୍ଡ ଆଣ୍ଡ ଦି ଆଡଭାନ୍ସ ଇନ୍ସୁରାନ୍ସ ଇଜ୍ ପ୍ରୋଭାଇଡେଡ୍ ରିଲାଏବଲ୍ କ୍ରେଡିଟ୍। ତ ଯେଉଁଠି ଷ୍ଟାବିଲିଟି ଆସିଲା ଗଭର୍ଣ୍ଣମେଣ୍ଟର, ଯେଉଁଠି ତାକୁ କିଛି କିଛି ନୂଆ ନୂଆ ଇନସେଣ୍ଟିଭ ଦିଆଗଲା, ବ୍ୟାଙ୍କିଂ ସିଷ୍ଟମ ଯଦି ତାଙ୍କର ଇନକ୍ରିଜ୍ ରହିଲା, ତ କେଉଁ ଦେଶ କାହିଁକି ଆଗେ ମାନେ ଆଗକୁ ନ ଯିବ? ତ ସେଇ ଯୋଗୁଁ ତମର ବ୍ରିଟେନ ବି ଆଗକୁ ଯାଇଥିଲା, ଆମେ ଦେଖିଲେ ଆମ ହିଷ୍ଟ୍ରିରେ। ଦେନ୍ ତମର ରିଭଲ୍ୟୁସନ୍ ସବୁ କଣ? ଏଇ ରିଭଲ୍ୟୁସନ୍ ସାହାଯ୍ୟରେ, ଯାହାକୁ ତମର କହନ୍ତି ଏଜ୍ ଅଫ୍ ଦି ମେସିନ୍ସ, 1760ରୁ 1880 ଯାଏଁ ତାକୁ ଆମେ ଏଜ୍ ଅଫ୍ ଦି ମେସିନ୍ସ ବୋଲି କହନ୍ତି। ଏସବୁ ଛୁଆବେଳେ ତମେ ଦେଖିଥିବ ସବୁ। ତମର ଷ୍ଟିମ୍ ଇଞ୍ଜିନ୍ କିଏ ବାହାର କରିଥିଲେ? ଜେମ୍ସ ୱାଟ୍ ଆଣ୍ଡ ଦି ଷ୍ଟିମ୍ ପାୱାର। ମୋବାଇଲ ଏନର୍ଜି, ମାନେ steam engines are decoupled factories from the river banks and power could now be taken to the coal mines or city center and the ମାନେ ସେଠୁ ଯୋଉ ଟାଇମରେ ରିଭର ବ୍ୟାଙ୍କସରେ ଆଗକୁ ଯୋଉ ଜିନିଷ ଥିଲା ତାକୁ ନେଇକି ସେ ଏବେ କୋଲ ମାଇନ୍ସ ଆଉ ସିଟି ସେଣ୍ଟର ଏରିଆରେ, ବା କୋଲ ମାଇନ୍ସ କି ଯୋଉଠି ସିଟିରେ ମାନେ ସିଟି ଭିତରେ ଏବେ ତାଙ୍କର ଯେତିକ ଇଞ୍ଜିନ ଗୁଡ଼ାକୁ ଚଲେଇବା ପାଇଁ ସେ ସମର୍ଥ ହେଇଗଲେ ଷ୍ଟିମ୍ ଇଞ୍ଜିନ ଦ୍ୱାରା। ତ ଷ୍ଟିମ୍ ଇଞ୍ଜିନ ୱାଜ୍ ଦ ହାର୍ଟ ବିଟ୍ ଅଫ୍ ଦି ଇଣ୍ଡଷ୍ଟ୍ରିଆଲ ଏଜ୍। ଏ ଷ୍ଟିମ୍ ଇଞ୍ଜିନ ଦ୍ୱାରା ହିଁ ଏତେ ସାରା ଜିନିଷ ହେଲା, ଯେଉଁ ସବୁ ଟ୍ରାନ୍ସପୋର୍ଟେସନ ହେଲା। କାରଣ ସବୁ ଜିନିଷରେ କ'ଣ ଦେବା ଲଜିଷ୍ଟିକ୍ ଦରକାର, ଲୋକମାନେ ବହି ବହି ନେଇକି ଯିବେ କି ଆଉ? ସେଇ ଯୋଗୁଁ ତ ଆଜି କନଫ୍ୟୁଜ୍ ହେଉଛନ୍ତି କି ତମର ପିରାମିଡ଼ କେମିତି ହେଇଛି, କି ଆମ ଆଜି ଯେଉଁ ଏତେ ବଡ଼ ମନ୍ଦିର ହେଇଛି କେମିତି ହେଇଛି? ଏତେ ସାରା ତ ସିଷ୍ଟମ୍ ନଥିଲା ନା, କ୍ରେନ୍ ନଥିଲା, ଇଏ ନଥିଲା। ତ ଏତେ ସାରା କଷ୍ଟ ମାନେ କଲେ କେମିତି ହେଲା? ଲୋକମାନେ ବି ଆକ୍ଚୁଆଲି ଅଳସୁଆ ହେଇଗଲେଣି, ବୁଝିପାରୁଛ ନା ନାହିଁ? ଏବେ ସବୁ ଟେକ୍ନୋଲୋଜି ହେଇଗଲାଣି, ସବୁ ତ ମେସିନ୍ କରୁଛି। ୱି ଆର୍ ଜଷ୍ଟ, ଆମେ ଏବେ ଅଧିକା ମେଣ୍ଟାଲ କାମ କରୁଛନ୍ତି। ସେଇ ଯୋଗୁଁ ଆମର ଏନଜାଇଟି କହିପାରିବ, ତମର ଡିପ୍ରେସନ୍ କହିପାରିବ, ତମର ବିପି କହିପାରିବ, ତମର ଡାଇବେଟିସ୍ କହିପାରିବ। ଏ ସାରା ରୋଗ ଆଗରୁ ନଥିଲା। ଏଇସବୁ ରୋଗ ଆଗକୁ ଏଣ୍ଟ୍ରି ମାରୁଛି କ'ଣ ପାଇଁ? ତମର ଇଭିନ୍ ହାର୍ଟ ଆଟାକ୍ ବି। କାରଣ ଲୋକ ଆଗରୁ କାମ କରୁଥିଲେ, ଏବେ ଲୋକ କାମ କରୁଛନ୍ତି କେଉଁଠି? ଜିମ୍ରେ କରୁଛନ୍ତି ହେଲା। ଲୋକ କାମ କେଉଁଠି କରୁନାହାନ୍ତି। ଲୋକ ଭାବୁଛନ୍ତି କି କେମିତି ପଇସା କମେଇବେ, ମାନେ ଜିନିଷ ଗୁଡ଼ା ତା ପାଇଁ ସେ ହେଲ୍ଥଟାକୁ ବି ଭାବୁନାହାନ୍ତି କି ହେଲ୍ଥ ରହିବା ଦରକାର। ତ ଜିନିଷ ହେଉଛି କି ଏ ଯୁଗ ଭିତରେ ଯେଉଁଠି ଜେମ୍ସ ୱାଟ୍ ଆଉ ଷ୍ଟିମ୍ ପାୱାର ଇଞ୍ଜିନ୍ ଆସିଗଲା, ସେଠୁ ଆମର ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନକୁ ବହୁତ ଗୋଟେ ପୁସ୍ ମିଳିଗଲା। ତାପରେ ଦେନ୍ ତମର ଆସିଗଲା ମେସିନ୍ ଅଫ୍ ଦି ଟେକ୍ସଟାଇଲ୍। ଇଟ୍ ଇଜ୍ ଦ ମେକାନିଜିମ୍ ଅଫ୍ ଦି ଟେକ୍ସଟାଇଲ୍, ମାନେ ଇଟ୍ ଇଜ୍ ଫ୍ରମ୍ ଦି ହୋମ୍ ଟୁ ଦି ଫ୍ୟାକ୍ଟ୍ରି। ମାନେ ଦ ସ୍ପିନିଂ The spinning jenny and the water frame moved cloth production out of the peasant cottage। ମାନେ ଯେଉଁ ତୋର ଆସିଗଲା ଏଇଭଳିଆ ତମର ସ୍ପିନିଂ ଟାଇପ୍ର ଜିନିଷ। ଦେନ୍ ତମର ୱାଟର ଫ୍ରେମ୍ ହେଇକି ତମର ସବୁ ଇଏ ଜିନିଷ ଆସିଗଲା, ଯେଉଁ କ୍ଲଥ୍ ପ୍ରଡକ୍ସନଟାକୁ ପିସାଣ୍ଟ କଷ୍ଟେଜରୁ ଆଉଟକୁ ନେଇ ପାରିଲେ ଇଣ୍ଟୁ ଏ ଲାର୍ଜ ସ୍କେଲ୍ ମିଲ୍। ସେଠି ତମର ମିଲ୍ ବସିଲା। ଏଇଭଳିଆ ଗୋଟେ ନୁହେଁ, ଏଇଭଳିଆ ଯଦି ମୁଁ 10ଟା ଲଗେଇଦେବି, ଏଇଟା ଗୋଟେ ମିଲ୍ ହେଇଯିବନି? ଦ କଷ୍ଟ ଅଫ୍ ଦ ପ୍ରଡକ୍ସନ୍ ଡ୍ରପ୍ ଟୁ 90% ଇନ୍ 2 decades। ପୁରା 2ଟା ଡିକେଡ୍ ଭିତରେ ଆଙ୍କ କଷ୍ଟ ପୁରା 90% ମ୍ୟାନୁଫ୍ୟାକ୍ଚରିଂ କଷ୍ଟ କମିଗଲା, ପ୍ରଡକ୍ସନ୍ କଷ୍ଟ। କାରଣ ଲୋକ ହାତରେ ବୁଣୁଥିଲେ, ଟାଇମ୍ ଲାଗୁଥିଲା, ବହୁତ ସାରା ଜିନିଷ ଖର୍ଚ୍ଚ ହେଉଥିଲା। ଗୋଟେ ମେସିନ୍ ହେଇଗଲା ନା, ତ ମେକାନାଇଜେସନ୍ ଅଫ୍ ଦି ଟେକ୍ସଟାଇଲ୍ ବି ହେଇଗଲା ହେଲା। ସ୍ପିନିଂ ଜେନି ଆଣ୍ଡ ଦି ୱାଟର ଫ୍ରେମ୍ ଏସବୁ ଆସିଗଲେ। ଦେନ୍ ଆଇରନ୍ କୋନ୍ ରେଲୱେ, କାରଣ ତ ଷ୍ଟିମ୍ ଇଞ୍ଜିନ୍ ଆସିଗଲା। ଷ୍ଟିମ୍ ଇଞ୍ଜିନ୍ ଆସିବ ମାନେ ତ ରେଲୱେ ଆସିବ। ତ ରକେଟ୍ ଏଜ୍, ତ ଜର୍ଜ ଷ୍ଟେପସନ୍ ଲୋକୋମୋଟିଭ୍ କନେକ୍ଟେଡ୍ ଦି ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର୍ସ। ଯେଉଁଠି ମାନେ ଇଣ୍ଡଷ୍ଟ୍ରିଆଲ ଏରିଆ ସବୁ ଯେଉଁ ଗୋଟେ ଏରିଆରେ ଥାଆନ୍ତି ତାକୁ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ବୋଲି କୁହାଯାଏ। ଆଣ୍ଡ ଟ୍ରାଭେଲ୍ ଟାଇମ୍ ବିଟୱିନ୍ ଦି ମଞ୍ଚେଷ୍ଟର ଆଣ୍ଡ ଦି ଲିଭରପୁଲ୍ ୱାଜ୍ ହାର୍ଟ। ଯେଉଁ 2ଟା ଏରିଆ ଥିଲା ତାକୁ ରେଲୱେ ଦ୍ୱାରା କନେକ୍ଟ କରିକି ତାଙ୍କର ମାନେ ଟାଇମ୍କୁ ହାଫ୍ କରିଦେଲେ। କେନାଲ୍ସ, ଫାଷ୍ଟ ଷ୍ଟେଜ୍ ଅଫ୍ ଟ୍ରାନ୍ସପୋର୍ଟିଂ ବୁମ୍, କେନାଲ୍ସର ଇନୋଭେସନ୍ ହେଇଗଲା। ତାପରେ ରେଲୱେଜ୍ ଆସିଗଲା। ତାପରେ ତମର ଷ୍ଟ୍ରିମ୍ ସିପ୍ ଆସିଗଲେ। ରେଲୱେ ମାନେ କ୍ରିଏଟେଡ୍ ଦି ନ୍ୟାସନାଲ, ଅଫକୋର୍ସ ତମ ରେଲୱେ ଯେଉଁଠି ହେଇଯାଉଛି, ଏତେ ସାରା ଜିନିଷ ତ ସେ ତମର ରେଲୱେ ଯୋଗୁଁ ହିଁ ବୋହିକି ନେଲା ନା। ଯେଉଁ ଟାଇମ୍ରେ 1857ରେ ସବୁ ଜିନିଷ ଇଏ ହେଇଗଲା, ତା ପୂର୍ବରୁ ସିପ୍ରେ ନେଉଥିଲେ। ତାପରେ ଷ୍ଟ୍ରିମ୍ ସିପ୍ ହେଇଗଲା ସବୁ। ଶ୍ରିଙ୍କିଂ ଅଫ୍ ଦି ଓସେନ୍, ଭଲ ଭଲ ସବୁ ସିପ୍ ଆସିଗଲା।
ସେଇଠୁ ତମର ଆଇରନ୍ କୋଲ୍ ଆଉ ରେଲୱେକୁ ୟୁଜ୍ କରିକି ଆମର ଆଗକୁ ଜିନିଷ ବଢ଼ିଲା। ଅଳ୍ପ ଅଛି। ଦେନ୍ ରାଇଜ୍ ଅଫ୍ ଦି ସିଟି, ଆସ୍ତେ ଆସ୍ତେ ସିଟି ଆସିଲା ଅର୍ବାନ୍, ଯେଉଁ ତମର ଭେନିସ୍ ଦେଖିଲ ଏସବୁ ସେତେବେଳର ବହୁତ ବଢ଼ିଆ ବଢ଼ିଆ ସିଟି, ଏବେ ବି ସବୁ ସିଟି ବହୁତ ସୁନ୍ଦର ହେଇକି ଅଛନ୍ତି। ବଟ୍ ଦ ରେଜ୍ ଅଫ୍ ଦି ସିଟି ସେଇଠୁ ଷ୍ଟାର୍ଟ ହେଲା। ଦି ମାଞ୍ଚେଷ୍ଟର ଗ୍ରିଉ ଫ୍ରମ୍ ଏ ଟାଉନ୍ ଅଫ୍ ଦି 20K ଟୁ ଏ ସିଟି ଅଫ୍ ଦି 300K ଇନ୍ ଲେସ୍ ଦେନ୍ 50 ଇୟର୍। 50 ବର୍ଷ ଭିତରେ 20,000ରୁ 3 ଲକ୍ଷ ହେଇଗଲା ତାଙ୍କର ପପୁଲେସନ୍। ଆଣ୍ଡ ଦି ରେଜଲ୍ଟ ସ୍ମଗ୍, ଓଭରକ୍ରାଉଡିଂ, ଦି ବାର୍ଥ ଅଫ୍ ଦି ମଡର୍ଣ୍ଣ ଅର୍ବାନ୍ ସ୍ପ୍ରଲ୍। ଏବେ ଯଦି ତୁମେ ତାକୁ ଜିନିଷ କନେକ୍ଟ କରିବ, ତୁମକୁ କ'ଣ ଲାଗୁଛି କେଉଁଠି ନା କେଉଁଠି ଆମ ଇଣ୍ଡଷ୍ଟ୍ରିଆଲାଇଜେସନ୍ ସହିତ ଏବେ ବି କନେକ୍ଟ ନାହିଁ କି? ଏବେ ବି କନେକ୍ଟ ଅଛି। ଯେଉଁଠି ଇଣ୍ଡଷ୍ଟ୍ରି ହେବ ସେଠି ଲୋକ ବସିବେ, ଯେଉଁଠି ଲୋକ ବସିବ ସେଠି ସ୍ମଗ୍ ହେବ, ସେଠି ଓଭରକ୍ରାଉଡିଂ ହେବ, ସେଠି ବାର୍ଥ, ସେ ସବୁ ଜିନିଷ ହେବ। ଏସବୁ ହିଷ୍ଟ୍ରି ପ୍ରୁଭ୍ କରିଦେଇଛି ହେଲା, ଏସବୁ ହିଷ୍ଟ୍ରି ପ୍ରୁଭ୍ କରିଦେଇଛି। ତ ଆମେ ସେସବୁ ଜିନିଷରୁ ନ ଶିଖିକି ବି ୱି ଆର୍ ଜଷ୍ଟ ମଚ୍ ଅଫ୍ ପ୍ରେସର୍ ଦେଇ ଯାଇଛନ୍ତି। ସେଇ ଦ୍ୱାରା ଜିନିଷ ଯେଉଁଠି ଥରେ ଦେଖ କ୍ୟାନ୍ସର ହଉ କି ଯାହା ହଉ, ତାକୁ ଫାଷ୍ଟ ଷ୍ଟେଜ୍ରୁ ଯଦି ତୁମେ ଅଟକେଇ ଦେଲ, ଥରେ ଯଦି ଜିନିଷ ବହୁତ ବିଗିଡ଼ିଗଲା ତାକୁ ଅଟକେଇବା ଟିକେ ଭାରି କଷ୍ଟ ହେଇପଡ଼େ ହେଲା। ଦେନ୍ ଦ ହ୍ୟୁମାନ୍ କଷ୍ଟ ଆଣ୍ଡ ଦି ଫ୍ୟାକ୍ଟ୍ରି ଲାଇଫ୍, ତମର ଡାର୍କ ସାତାନିକ୍ ମିଲ୍ସ, ତମର କ'ଣ ଥିଲା ଏଟା 14 ଘଣ୍ଟା ୱାର୍କ ଡେ and child labor, dangerous condition was standard in the early industrialism। ସେଇ ଯୋଗୁଁ ତମର ଏବେ ଯେଉଁ ଲେବର କୋଡ୍ ସବୁ ଆସିଛି, ଏବେ ଯେଉଁ ତମର ଲେବର କୋଡ୍ ସବୁ ଆସିଛି, ତମର ଯେଉଁ କହିପାରିବ 2020ର କହିପାରିବ ସୋସିଆଲ ସିକ୍ୟୁରିଟି ଆକ୍ଟ, 2020ର ସୋସିଆଲ ସିକ୍ୟୁରିଟି ଆକ୍ଟ ଆଜି ଅପଲୋଡ଼ ହେଇସାରିଲାଣି। ସେଇ ଯେଉଁ ଜିନିଷ ଯୋଗୁଁ ତମର ଦେଖ ସେଇ ଟାଇମ୍ରେ 14 ଘଣ୍ଟା ଡେଲି ୱାର୍କ କରିବ। ଏବେ କ'ଣ ଅଛି ତମର 12 ଘଣ୍ଟା, ଯଦି 4 ଦିନ ଯାଏ ତମେ ୱାର୍କ କରୁଛ, ସପ୍ତାହରେ ତମେ 4 ଦିନ କାମ କରିବ। ଦେନ୍ ତମର ଚାଇଲ୍ଡ ଲିବର, ଏବେ ତମର ଚାଇଲ୍ଡ ଲିବର ବ୍ୟାନ୍ ଅଛି। ଦେନ୍ ତମର ଡେଞ୍ଜରିୟସ୍ କଣ୍ଡିସନ୍ ୱାଜ୍ ଷ୍ଟାଣ୍ଡାର୍ଡାଇଜ୍ ଇନ୍ ଦି ଦ ଫ୍ୟାକ୍ଟ୍ରି ବିକମ୍ ଦ ନ୍ୟୁ ପ୍ରିଜନ୍ ଆଣ୍ଡ ଡିସିପ୍ଲିନ୍ ୱାଜ୍ ଏନଫୋର୍ସ ବାଇ ଦ କ୍ଲକ୍। ଟାଇମ୍ ଟୁ ଟାଇମ୍ ସେଠି ଡିସିପ୍ଲିନ୍ ଏନଫୋର୍ସ ହେଇଗଲା। ଏବେ ସେ ଗୋଟେ ନୂଆ ପ୍ରିଜନ୍ ଭାବରେ ଆସିଗଲା କି ସେଠି ଲୋକମାନେ ଏବେ, କାରଣ ଯେଉଁ ଦେଖ ଏବେ ବି ଲୋକ ସେମିତି ହେଇକି ଅଛନ୍ତି, ତମେ କ'ଣ ଭାବୁଛ? ଏବେ ବି ଲୋକ ସ୍ଲେଭ୍ ହେଇକି ଅଛନ୍ତି, 10,000 ଟଙ୍କା ଦିଆଯାଉଛି। କାରଣ ତମେ ଭାବ ଗୋଟେ ଫ୍ୟାକ୍ଟ୍ରି ହେଲା ନା, ଏଇଟା ଗୋଟେ ଏବେ ବି ଲୋକ ଫ୍ୟାକ୍ଟ୍ରି ସ୍ଲେଭ୍ ହେଇକି ଅଛନ୍ତି। ତାର ଏକ୍ଜାମ୍ପଲ୍ ହେଲା, ଧର ଗୋଟେ ଫ୍ୟାକ୍ଟ୍ରି ହେଲା, ସେ ଫ୍ୟାକ୍ଟ୍ରି ବହୁତ ସାରା କ'ଣ କରୁଛି, ସେ ଇଣ୍ଡଷ୍ଟ୍ରିଆଲାଇଜେସନ୍ ଇଣ୍ଡଷ୍ଟ୍ରି କରୁଛି। ତ ମୁଁ ଜାଣିଛି ସେଠି 6 ଦିନ ତାଙ୍କର ଡ୍ୟୁଟି ଥାଏ, ଗୋଟେ ଦିନ ଛୁଟି ଥାଏ। ଏ ଗୋଟେ ଦିନ ସେ କିଛି କରିପାରିବ ନାହିଁ। ଏ 6 ଦିନରୁ ସବୁଦିନ ସେ ଏଠିକି ଯିବ। ଯଦି ତାର ଭିତରେ ବି କିଛି ପ୍ରୋବ୍ଲେମ୍ ହେଲା, 6 ଘଣ୍ଟା ମାନେ ତାର ଯେଉଁ ଡ୍ୟୁଟି ଆୱାର ପରେ ବି ଇଫ୍ ଇଜ୍ ଦ ହେଡ୍, ସିଏ ବି ଏଠିକି ଯିବ। ତାର ପର୍ସନାଲ୍ ଲାଇଫ୍ ବି ଅଛି, ତାର ପର୍ସନାଲ୍ ଜାଗା ବି ଅଛି। ସେ ଘର ଛାଡ଼ିକି ଆସିକି ସେ ଏଠି ରହିବ। ତମକୁ କ୍ୟାମ୍ପସ୍ ଦିଆହେବ, ଘର ଦିଆହେବ, ଖାଇବା ଦିଆହେବ, ସବୁ ଦିଆହେବ। ତମେ କ'ଣ ପାଇଁ ରହିବ? ପଇସା ପାଇଁ ରହିବ। ବଟ୍ ତମେ ସେ ଲାଇଫ୍ ପାଇଲ କି ଯେଉଁଟାକି ତମେ ଚାହୁଁଥିଲ, ମୁଁ ମୋ ଘର ଫ୍ୟାମିଲି ସହିତ ଗୋଟେ ଜାଗାରେ ରୁହେ, ମୁଁ ତ ସେ ଲାଇଫ୍ ପାଇପାରିଲି ନା। ମୁଁ ଗୋଟେ ଜିନିଷ ପାଇଁ ଡିସପ୍ଲେସ୍ ହେଇକି ଏଠି ବାଧ୍ୟରେ ଅଛି। ତ ଦ୍ୟାଟ୍ ଇଜ୍ ଏ ୱାନ୍ ଟାଇପ୍ ଅଫ୍ କ'ଣ, ଏଟା ତମର ପେଡ୍ ସ୍ଲାବ୍ ବୋଲି ତମେ କହିପାରିବ କି ନାହିଁ? ନିଶ୍ଚିତ କହିପାରିବ। ଆଚ୍ଛା, ଦେନ୍ ନ୍ୟୁ ସୋସିଆଲ ଅର୍ଡ଼ର, ତାପରେ କ'ଣ ହେଲା ନା ଇଣ୍ଡଷ୍ଟ୍ରିଆଲ ବର୍ଗିଜ ସବୁ ଆସିଗଲା। କେତେଟା ପେଜ୍ ଅଛି? ଆଉ ଦୁଇ ଚାରିଟା ପେଜ୍ ଅଛି। ଇଣ୍ଡଷ୍ଟ୍ରିଆଲ ବର୍ଗିଜ ସବୁ ଆସିଗଲେ। କ'ଣ? ଦି ଫ୍ୟାକ୍ଟ୍ରି ଓନର୍ସ ଆଣ୍ଡ ଦି ଇନଭେଷ୍ଟର ହୁ ରିପ୍ଲେସ୍ ଦ ନୋବିଲିଟି ଇନ୍ ଦି ଇକୋନୋମିକ୍ ଇନଫ୍ଲୁଏନ୍ସ। ତାପରେ ତମର ପ୍ରୋ ଲିଟରେଟ୍ରେ କ'ଣ ଲେଖା ହେଇଛି? ଦି ଅର୍ବାନ୍ ୱାର୍କିଂ କ୍ଲାସ୍ ଓନ୍ ନଥିଙ୍ଗ ବଟ୍ ଦେୟାର ଲେବର ଇଜ୍ ପାୱାର। ଓକେ, କାରଣ ସେଇଟା ଆମର ଲେବର କ୍ରାଇସିସ୍, ମାନେ ଇଏ ବହୁତ ନୂଆ ସୋସିଆଲ ଅର୍ଡ଼ର ଷ୍ଟାର୍ଟ ହେଲା। ମାନେ କ'ଣ କହିଲ? ସୋସିଆଲ ଅର୍ଡ଼ର ମାନେ ମୁଁ କ'ଣ କହୁଛି କି ତମର ଯେଉଁ ସୋସାଇଟିରେ ଆମେ ଏବେ ରହୁଛେ, ଏ ସୋସାଇଟିରେ ଆମେ ଯେଉଁ ରହୁଛେ, ଏବେ ଆମ ସୋସାଇଟିରେ ଯେଉଁ କ'ଣ ଅଛି, ଇନିକ୍ୱାଲିଟି ବହୁତ ହେଇକି ଅଛି। ଧନୀ ଗରିବ ଆମର ବହୁତ ଇଏ ହେଇକି ଅଛନ୍ତି। ତ ମୁଁ କହୁଛି କି ସେ ଟାଇମ୍ରେ ଗୋଟେ ନୂଆ ସୋସିଆଲ ଅର୍ଡ଼ର କ୍ରିଏଟ୍ ହେଲା କି ସୋସାଇଟିରେ ଏମିତି ଏମିତି ଲୋକମାନେ ଡିଷ୍ଟ୍ରିବ୍ୟୁଟ୍ ହେଇକି ରହିଲେ। ଫାଷ୍ଟ ରହିଲେ ତମର ଇଣ୍ଡଷ୍ଟ୍ରିଆଲ ବର୍ଗିଜ ମାନେ, ଯେଉଁମାନେ ଫ୍ୟାକ୍ଟ୍ରି ଓନର୍ସ, ଯେଉଁମାନେ ଇନଭେଷ୍ଟର୍ସ। ତାପରେ ରହିଲେ ପ୍ରୋ ଲେଟରିଏଟ୍ ମାନେ, ଯେଉଁମାନେ କି ଅର୍ବାନ୍ ୱାର୍କିଂ କ୍ଲାସ୍ ଯେଉଁମାନେ। ଦେନ୍ ତମର ପ୍ରୋଫେସନାଲ୍ କ୍ଲାସ୍ ରହିଲେ, ଯେଉଁମାନେ କି ଗ୍ରୋଥ୍ ଅଫ୍ ଦି ମ୍ୟାନେଜର, ଇଞ୍ଜିନିୟର, ଆକାଉଣ୍ଟାଣ୍ଟ, ଡକ୍ଟର ଟୁ ଦି ସର୍ଭିସ୍ ଅଫ୍ ଦି କମ୍ପ୍ଲେକ୍ସ ଇକୋନୋମି। ତ ଏଇସବୁ ନୂଆ ନୂଆ ଅର୍ଡ଼ର ତାପରେ
फ्यूडालिज्म पर आमर कौन रिनायंस आसला तापर चर्च फर्चर सब जिन क्वेश्चन कराया लगे तापर इंडस्ट्रियल रिवोल्यूशन आसला इंडस्ट्रियल रिवोल्यूशन साहाଯ୍ୟରେ जो सब जिन आसला आगू देखिए आम से साहाଯ୍ୟରେ तुम देख भास्को डा गामा जो इंडिया को आसते एमती आसते कि तुम कही बहुत थर तुमको कही भास्को डा गामा इंडिया को कहीं आसते सब ट्रेड रूट हिसाब से सॉरी र मटेरियल आशारे सब आसते जिन सब कौन है तुम जापर देन इम्पेरियलिज्म वर्सेस दी कैपिटलिज्म कौन है सब जिन इम्पेरियल कौन आ तुम कैपिटलिज्म कौन तो इंडस्ट्रियल रिवोल्यूशन डिमांडेड द ग्लोबल मार्केट दिस लीड टू ए मोर अग्रेसिव फेज ऑफ द colonialism okay and Europe manufactured the rest of the world become the supplier of the raw materials and a consumer of the finished good से तुम थिला यूरोप कौन सब दुटा कौन this create a great divergence between the industrial west and the agrarian east जो ईस्ट एबे भी agrarian है रहीगला आउ जो वेस्ट एबे इंडस्ट्रियल आड़ को जाऊँगी से वेस्ट को आम गले ना से वेस्ट को ही जाइए तुम कोलंबस वेस्ट इंडीज बाहर करते वेस्ट रू आसिकी से इंडिया को बाहर करदे से जो था वेस्ट इंडीज दिगला से अच्छी सब गप गोटे गोटे सब जिन सब रोते तो छाड़ तापर जिन है इम्पेरियलिज्म आ कैपिटलिज्म कौन इम्पेरियलिज्म माने हूँ तुम देख कैपिटलिज्म मीनिंग कौन कैपिटलिज्म माने हूँ तुम सब जिनस मार्केट डिसाइड कर गोटे मार्केट फोर्स थी तो मार्केट्र कौन थाए तुम इकोनोमिकली जानच मार्केट्र कौन थाए मार्केट्र तुम इनविजिबल हैंड थाए से इनविजिबल हैंड साहाଯ୍ୟରେ से सब जिनस करे इनविजिबल हैंड दुटा किए गोटे है डिमांड गोटे है सप्लाय ए डिमांड आ सप्लाय थ्रू से निजर पूरा इकोनोमी को रन करे से जो जिनस जो टाइम रे हैला ताको मु कैपिटलिज्म ना देली ये जो जिनस जो टाइम रे वृद्धि पाइला मुझे कैपिटलिज्म ना देली जैकि मु कहूँ कि तुम से जो कैपिटलिज्म है तापर तुम इंडस्ट्रियल जो इंडस्ट्रियल रिवोल्यूशन है तापर ग्लोबल मार्केट दरकार है से जो दिस लीड टू द मोर अग्रेसिव फेज ऑफ द कॉलोनिज्म जेहेतु ग्लोबल मार्केट दरकार है देख ये जिन तुम आगे मुझे देखेबी ब्रिटेन करे जान ब्रिटेन तार बसव एठी है यहाँ इंडिया है ब्रिटेन बसव एठी ब्रिटेन कौन कर इंडिया को आसो तार केप गुड़ जहाँ जो इंडिया को आसला इंडिया को आसला एठिक जो श्रमिक अच्छा आम जो जानते तीन काटिया सिस्टम से सब सिस्टम पर तुम कनेक्ट कर पारुव से सारा सिस्टम भितर ये सी कौन चाष कला से अफिम गंजे सब ओपियम चाष कला से ओपियम को लेकिन से कौन कला बिकिला कौटी चाइना रे बिकिला है चाइना रे बिकी सारापर चाइना कौन निए चा निए टी निए टी को सस्तार नहीं से निज देश बिक बेपार सब बेपार देखुच तो सब ये सब जिन बेपार ही ये जो सब जिन स्टार्ट होता है तापर से जो भितर वार है तमर से जो चाइना ये भितर जो वार है ओपियम वार ना दिखते ओपियम वार भी हिस्ट्री देखा कि ओपियम वार कहीं ओपियम वार तुम इंडिया चाइना भितर होता से सब चाइना लोक देखिए चाइना लोक सब पूरा गंजी फंजी टणी पूरा बराद करदेला से सब भर गोटे वार होता ना ओपियम वार है देन सैला बोधे कतटा हाँ सैला तो स्प्रेड ऑफ द रिवोल्यूशन तुम तापर आस्ते आस्ते काली की आम क्लास रे देखा कि स्प्रेड पर जिन कौन है ब्रिटेन को तुम 1760 रु 1840 भितर चलला कोल टेक्सटाइल स्टीम इंजिन बाहरला बेलजियम रे तुम 1830 आड़ चलला हेवी इंजीनियरिंग एंड रेल माने तार स्पेशलिटी थिला जर्मन ने 1870 आड़ को केमिकल स्टील इलेक्ट्रिसिटी एठी बाहरीगला यूएसए रे 1860 रु ये मास प्रोडक्शन है इंटरचेंजेबल पार्ट्स आसीगला ये इंटरचेंजेबल पार्ट्स ही तुम इंडस्ट्रियलाइजेशन बेसी पुश आसला जो जिन गुड़ाक इंटरचेंज है ठीक अच्छे देखिए आम आगे देखिए समस्त हिस्ट्री देखिए आम सब हिस्ट्री देखले तुम आईआर बहुत टॉपिक मिल तुम वर्ल्ड पॉलिटिक्स को आहरी अधिका भलसे कनेक्ट कर कि पॉलिटिक्स एक्चुअली स्टार्ट कौटी है आ पॉलिटिक्स स्टार्ट कहीं होता सिंथेसिस फाइनल व्यू कौन लिखा हिस्ट्री इज ए सीरीज ऑफ द डोमिनियंस सीरीज ऑफ द डोमिनियंस यही को ही तुम इंडियार जो 1940 मसीहार जो अगस्ट अफर तुम देखी से अगस्ट अफर तुमको यही ना मेंशन हो मिलता इंडिया को आम डोमिनियस स्टाटस देदेबू आम इंडिया को डोमिनियस स्टाटस देदेबू तो डोमिनियस स्टाटस देदेले कौन हम कि आमर इंडिपेंडेंस रही
ଆମେ ସିନା ଥିବା ସବୁ ଦେଶ ଚାଲିଥିବ ବଟ୍ ଆମ ଉପରେ ୟୁକେ ଥିବ ତାକୁ ତମେ ଡୋମିନିୟନ୍ ଷ୍ଟାଟସ୍ ବୋଲି କୁହ ସେଇ ଯୋଗୁଁ ତମର କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଲଞ୍ଚ ହେଇଥିଲା ତ ଜିନିଷକୁ ଦେଖ କି ତମେ କେମିତି ସିନ୍ଥେସାଇଜ୍ କରିବ କେମିତି ନେଇକି କନେକ୍ଟ କରିବ ଆମ ଇଣ୍ଡିଆ ସହିତ history is series with the dominions the decay of the feudalism it allowed the curiosity of the renaissance to turn into a machines of the industrial revolution this journey defined the standard of living political structure and environmental changes of the modern age ସେଟା ଜିନିଷ ହେଲା ଆଉ କ'ଣ ଭଲ ଭଲ ଜିନିଷ ହେଲା ସଇଲା ବୋଧେ ଆଉ ସଇଲା ପୁରା ଘଣ୍ଟେ ଲାଗିଲା ଆଉ କାଲି ଦେଖିବା ଫ୍ରେଞ୍ଚ ରିଭଲ୍ୟୁସନ୍ ତମର ନେପୋଲିଅନ୍ କଥା ଦେଖିବା